ଲୁକ 10 ପର୍ବ 30 ପଦରୁ ଶେଷ ପଦ ପର୍ଯ୍ୟନ୍ତ ଓଡିଆରେ ପଢନ୍ତୁ। ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଜେରୁସାଲେମରୁ ଯିରିହକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇ ନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ। ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆର ପାଖ ଦେଇ ଚାଲିଗଲେ। ସେହି ପ୍ରକାର ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆର ପାଖ ଦେଇ ଚାଲିଗଲେ। କିନ୍ତୁ ଜଣେ ସମୀରଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେ ସବୁ ବାନ୍ଧିଦେଲେ। ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନିଯାଇ ତାହାର ସେବା ଶୁଶ୍ରୂଷା କଲେ। ତହିଁଆର ଦିନ ସେ 2ଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବା ଶୁଶ୍ରୂଷା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ ତାହା ମୁଁ ବାହୁଡ଼ି ଆସିବା ସମୟରେ ତୁମକୁ ପରିଶୋଧ କରିବି। ଏହି 3 ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡରେ ପଡିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ? ସେ କହିଲେ, ଯେ ତାହା ପ୍ରତି ଦୟା କଲା ସେ। ଯୀଶୁ ତାକୁ କହିଲେ, ଯାଅ, ତୁମେ ମଧ୍ୟ ସେହି ପ୍ରକାର କର। ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମକୁ ପ୍ରବେଶ କଲେ ଏବଂ ମାର୍ଥା ନାମୀ ଜଣେ ସ୍ତ୍ରୀ ଲୋକ ଆପଣା ଗୃହରେ ତାହାଙ୍କର ଆତିଥ୍ୟ କଲେ। ମରିୟମ ନାମୀ ତାଙ୍କର ଜଣେ ଭଗ୍ନୀ ଥିଲେ। ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। କିନ୍ତୁ ମାର୍ଥା ପରିଚର୍ଚ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଚ୍ୟାର ଭାର ପକାଇ ଦେଇଅଛି, ସେ ଆଡକୁ କଣ ଆପଣଙ୍କର ମନେ ନାହିଁ? ଏବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ। କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ପ୍ରୟୋଜନ ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ। ମୁଁ ଆଜି ସକାଳେ ଆମ ପାଷ୍ଟରଙ୍କ ବାକ୍ୟ ଶୁଣିକି ବହୁତ ଗୁଡେ ଅନୁଗ୍ରହକୁ ପାଇଲି। ମୁଁ ସେ ବିଷୟରେ ଟିକେ କହିବାକୁ ଚାହୁଁଛି। ପ୍ରଥମେ ପାଷ୍ଟର ଆଜି ଆମମାନଙ୍କୁ ଲଟୋର ଜୀବନ ଯାପନକୁ ବିଷୟକୁ ନେଇ କହିଲେ। ଆଉ ପ୍ରଥମରେ ପାଷ୍ଟର ଆମମାନଙ୍କୁ କହିଲେ ଯେ ପ୍ରତ୍ୟେକ ମନୁଷ୍ୟ ସମାନ। ଆଉ ଯଦିଓ ସେଠି ବାହ୍ୟ ଭାବରେ ସେଠି ମଣିଷର କର୍ମ, ମଣିଷର ବ୍ୟବହାର, ମଣିଷର ସ୍ୱଭାବ ର ଭିନ୍ନତା ଥାଇପାରେ, କିନ୍ତୁ ପ୍ରତ୍ୟେକ ମଣିଷର ହୃଦୟ ହେଉଛି ସମାନ ବୋଲି ପାଷ୍ଟର କହୁଥିଲେ ଆଜି। ଆଉ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ କହୁଥିଲେ ଯେ ଆମେ ଆମର ହୃଦୟକୁ କିପରି ଭାବରେ ପରିଚାଳନା କରିବା ଆବଶ୍ୟକ ଅଟେ। ଆମର ହୃଦୟକୁ ଆମେ କିପରି ବ୍ୟବହାର କରିବା ଆବଶ୍ୟକ ଅଟେ। ତ ଖୁସି କେମିତି ଜୀବନରେ ଆସିବ, ସେ ବିଷୟକୁ ନେଇକି ପାଷ୍ଟର ଆମକୁ ଗୋଟେ ବହୁତ ପୁରୁଣା କାହାଣୀକୁ ସେ ବ୍ୟାଖ୍ୟା କରୁଥିଲେ। ଯେ କେମିତି ଗୋଟେ ବାପା ନିଜର 3 ଜଣ ପିଲାମାନଙ୍କୁ ସେ ବଳଦକୁ ଧରିକି ତମେ ଛାତ ଉପରକୁ ତମେ ଠେଲି ଠେଲି ନିଅ ବୋଲି କହିବାର କାହାଣୀ କହୁଥିଲେ। ତ ସେଇଠି ଗଭୀର ବିଷୟକୁ ପାଷ୍ଟର କହୁଥିଲେ ଯେ ପିଲାମାନଙ୍କୁ ଯୋଉ ସେ ଯେ ବେଶୀ ଗରିବ ହେଇଥିଲା, ଯୋଉ ସାଙ୍ଗ ଯିଏକି ପିଲା ଦିନରେ ସେ ସ୍କୁଲରେ ବେଶୀ ମୂର୍ଖ ଦେଖା ଯାଉଥିଲା, କିନ୍ତୁ ଆଉ ଜଣେ ବେଶୀ ଜ୍ଞାନୀ ଥିଲା, କିନ୍ତୁ ସେ ବହୁତ ଗରିବ ହେଇଗଲା। ତେଣୁକରି ଯେତେବେଳେ ସେ ତାର ସାଙ୍ଗ ପାଖକୁ ଯାଇକି ପଚାରୁଛି ଯେ ମୁଁ ଏତେ ଭଲ ପଢୁଥିଲି, ତୁ ଏତେ ଖରାପ ପଢୁଥିଲୁ, କିନ୍ତୁ ତୁ ଆଜି କାହିଁକି ଏତେ ଧନୀ ହେଲୁ? ତ ଯେତେବେଳେ ସବୁ ବିଷୟ ଦେଖିଲା ପରେ ଧନୀ ସାଙ୍ଗର 3ଟା ପିଲାମାନଙ୍କର ବିଷୟକୁ ଯେତେ ସେ ଗରିବ ହେଇଥିବା ସାଙ୍ଗ ପଚାରୁଛି ଯେ କଣ ଏଇ ବିଷୟ ଦ୍ଵାରା କଣ ବିଷୟକୁ ତମେ କହିବାକୁ ଚାହୁଁଛ କହିକି, ତ ସେଇଠି ପିଲାମାନେ ସେ ଗରିବ ଲୋକକୁ ସେ କହିଲେ ଯେ ଆମେ ଜାଣିଛୁ ଯେ ବଳଦ କେବେ ଉପରକୁ ଚଢି ପାରିବ ନାହିଁ, ନେଇପାରିବୁନି ଆମେ। ତା ସହିତ ଆମ ବାପା ବି ଜାଣିଛନ୍ତି ଯେ ବଳଦ କେବେ ଉପରକୁ ଚଢି ପାରିବ ନାହିଁ। ତା ସତ୍ତ୍ୱେ ଆମମାନେ ବଳଦକୁ ଠେଲିବାର କାରଣ ହଉଛି ଆମେ ବାପାଙ୍କର ସ୍ୱର ଶୁଣିବାଟା ହଉଛି ଆମ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ସେମାନଙ୍କର ବୁଝାମଣା, ସେମାନଙ୍କର ନିଜର ମାପଦଣ୍ଡ ଠାରୁ ସେମାନେ ବାହାରିକି ଶୁଣିବାର ଦୁନିଆରେ ସେ ବଞ୍ଚୁଥିଲେ। ତ ବାଇବଲ 2ଟା ଷ୍ଟ୍ରକ୍ଚରରେ ଭାଗ ହେଇଛି।
ଆଜି ପ୍ରଭୁ ଦାସ କହୁଥିଲେ ଯେ ବାଇବଲକୁ ଯଦି ଆମେ ଦେଖିବା ତାହେଲେ ଦିଟା ଷ୍ଟ୍ରକ୍ଚର ଅଛି। ଗୋଟେ ହଉଛି ମନ ପରିବର୍ତ୍ତନ, ଆଉ ଗୋଟେ ହଉଛି ବିଶ୍ୱାସ, ରିପେଣ୍ଟାନ୍ସ ଆଉ ଫେଥ। ତ ମନ ପରିବର୍ତ୍ତନ ବିଶ୍ୱାସ ର ବିଷୟ ହଉଛି ଆମ ଆମ ଆତ୍ମିକ ଜୀବନ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ। କାହିଁକି ଲୋଟ ଶେଷ ପର୍ଯ୍ୟନ୍ତ ସେ କେବେ ତାର ହୃଦୟରେ ପରମେଶ୍ୱରଙ୍କ ବାକ୍ୟ ପ୍ରବେଶ କରିପାରିଲା ନାହିଁ? କାହିଁକି ଲୋଟର ହୃଦୟରେ ଈଶ୍ୱରଙ୍କର ଫ୍ଲୋ ଆସିପାରିଲା ନାହିଁ? ଆଉ ସେ ହଉଛି ଗୋଟେ ଲୋକ ଯିଏକି ନିଜର ଚିନ୍ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଲା। ତ ପାଷ୍ଟର ଆଜି କହୁଥିଲେ ଯେ ତମର ଡେଲି ଲାଇଫରେ, ତମେ ତମର ଦୈନନ୍ଦିନ ଜୀବନରେ ତମେ ଈଶ୍ୱରଙ୍କ ବାକ୍ୟକୁ ପରିତ୍ୟାଗ କରୁଛ ନା ନିଜର ଚିନ୍ତାକୁ ପରିତ୍ୟାଗ କରୁଛ? ତ ପ୍ରଭୁଙ୍କ ବାକ୍ୟ ଅନୁସାରେ ଯେତେବେଳେ ଆମମାନଙ୍କୁ ଆଜି ପାଷ୍ଟର କହୁଥିଲେ ଯେ ମନୁଷ୍ୟ ନିଜର ଚିନ୍ତାକୁ ପରିତ୍ୟାଗ କରିବା ଆବଶ୍ୟକ ଅଟେ, ଈଶ୍ୱରଙ୍କ ବାକ୍ୟକୁ ଶୁଣିକି ହୃଦୟରେ ଗ୍ରହଣ କରିବା ଆବଶ୍ୟକ ଅଟେ। କିନ୍ତୁ ବିପରୀତ ଭାବରେ ଲୋକମାନଙ୍କର ଜୀବନ ଯାପନ ହଉଛି ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱପୂର୍ଣ୍ଣ ନ ଦେଇକି ନିଜର ଚିନ୍ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ସେଥିପାଇଁ ଯେତେବେଳେ ଆମେ ନିଜର ଚିନ୍ତାକୁ ଗୁରୁତ୍ୱପୂର୍ଣ୍ଣ ଦେଇଥାଉ, ଆମ ଆମ ବୁଝାମଣା ଅନୁସାରେ, ଆମ ଚିନ୍ତା ଅନୁସାରେ ଯାହାକି ଆମମାନଙ୍କ ପାଇଁ ଠିକ ଦେଖାଯାଉଛି, ଈଶ୍ୱରଙ୍କ ବାକ୍ୟ ଯଦିଓ ଜୀବନଦାୟକ ଅଟେ, ଈଶ୍ୱରଙ୍କ ବାକ୍ୟ ଯଦି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ ଅଟେ, ମଧ୍ୟ ସେଇ ଈଶ୍ୱରଙ୍କ ବାକ୍ୟକୁ ଆମେ ତୁଚ୍ଛୀକୃତ କରିବା ପାଇଁ ବାଧ୍ୟ ହେଇଥାଉ, ଯାହାକି ଲୋଟ ତାର ଜୀବନରେ ସେ କଲା। ସେଥିପାଇଁ ଯୋଉ ସମୟରେ ବାଇବଲରେ ପରମେଶ୍ୱର ଦାସ ଆଜି ଦେଖଉଥିଲେ ଆଦି ପୁସ୍ତକ 19 ପର୍ବର, ଯେତେବେଳେ ଦୂତମାନେ ବର୍ତ୍ତମାନ କହୁଛନ୍ତି ଲୋଟକୁ ତୁ ଶୀଘ୍ର ବାହାରି ଆସେ, ତୋର ସ୍ତ୍ରୀ ତୋର ପିଲାଙ୍କୁ ନେଇକି ତୁ ଜଲ୍ଦି ବାହାରେ କହି। ତ ସେଠି ପାଷ୍ଟର ଗୋଟେ କ୍ୱେଶ୍ଚିନ୍ ପଚାରୁଥିଲେ ସକାଳେ ଯେ ଦୂତମାନେ ବେଶୀ ମାନେ ଶୀଘ୍ର ହେବା ଦରକାର ଥିଲା, ମାନେ ବେଶୀ ସେଇଠୁ ବାହାରି ଆସିବା ପାଇଁ, ଜଲ୍ଦି ବାହାରି ଆସିବା ପାଇଁ ସେ ହୃଦୟ ଦୂତମାନଙ୍କର ଆବଶ୍ୟକ ଥିଲା ବେଶୀ, ନା ଲୋଟର ସେ ହୃଦୟ ଆବଶ୍ୟକ ଥିଲା? କିନ୍ତୁ ଲୋଟର ହୃଦୟକୁ ଦେଖିଲେ ଲୋଟ କେବେ ମଧ୍ୟ ସେ ହୃଦୟଙ୍ଗମ କରିପାରିଲା ନାହିଁ ଯାହାକି ପରମେଶ୍ୱର ଚାହୁଁଛନ୍ତି ଲୋଟକୁ କରିବା ପାଇଁ। ସେଥିପାଇଁ ସେ ଭୟ କରୁଛି, ଆଉ ସେ କହୁଛି ମତେ ଇଆଡେ ଯିବା ଦରକାର ନାହିଁ, ସିଆଡେ ଯିବା ଦରକାର। ତ ନିଜର ଚିନ୍ତାକୁ ନେଇକି ସେ କଥାବାର୍ତ୍ତା କରୁଛି ଦୂତମାନଙ୍କ ସହିତ। ଶେଷରେ ପରମେଶ୍ୱର ତାକୁ ଉଦ୍ଧାର କଲା ପରେ ମଧ୍ୟ ସେ ଆଉ ଥରେ ପୁନର୍ବାର ନିଜର ଚିନ୍ତାକୁ ଅନୁଗମନ କରି ସେ କୁଆଡେ ଗଲା? ଗୁମ୍ଫା ଭିତରୁ ସେ ଚାଲିଗଲା। ଆଉ ଗୁମ୍ଫା ଭିତରେ ଏତେ ପାପମୟ ବିଷୟ ଗୁଡାକ ହେଲା ଯେ ବର୍ତ୍ତମାନ ତାଙ୍କ ଦିଟା ଝିଅଙ୍କ ଠାରୁ ଦିଟା ବଂଶ ଉତ୍ପନ୍ନ ହେଲା। ଗୋଟେ ହଉଛି ଆମନ୍ୟ ବଂଶ, ଆଉ ଗୋଟେ ହଉଛି ମୋଆବୀୟ ବଂଶ। ତ ଭାଇ ଭଉଣୀ ମାନେ, ଆମନ୍ୟ ବଂଶ ଆଉ ମୋଆବୀୟ ବଂଶର ଯଦି ଆମେ ଜୀବନ ଯାପନ ଦେଖିବା, ତାହେଲେ ଏ ମୋଆବୀୟ ଲୋକମାନେ ଆଉ ଆମନ୍ୟ ଲୋକମାନେ ସଦାବେଳେ ଇସ୍ରାଏଲ ଲୋକକୁ ବହୁତ ଯନ୍ତ୍ରଣା, ବହୁତ ବାଧାବିଘ୍ନ ଦଉଥିଲେ। ତେଣୁକରି ଈଶ୍ୱରଙ୍କ ଦୃଷ୍ଟିରୁ ଏଇ ଦିଟା ବଂଶ ହଉଛି ଅଭିଶପ୍ତ ବଂଶ। ସେଥିପାଇଁ ଯେତେବେଳେ ଆମେ ଏ ବିଷୟକୁ ଯଦି ଆମେ ଆମ ଜୀବନ ସହିତ ତୁଳନା କରିବା, ତାହେଲେ ଆମେ ମଧ୍ୟ ନିଜକୁ ପାଇପାରିବା ଆମେ ଈଶ୍ୱରଙ୍କ ବାକ୍ୟକୁ ବହୁତ ହାଲକା ନଉଛୁ। ତ ବେସିକ ମାନେ ମୁଖ୍ୟ ଭାବରେ ମୁଁ ଯଦି କହିବି, ଆମର ଦୈନନ୍ଦିନ ଜୀବନରେ ଆମେ କୋଣରେ ଉନ୍ନତି ହେବା ଦରକାର? ପାଷ୍ଟର କହୁଥିଲେ ଆଜି ଲୋଟର ଜୀବନ ହଉଛି ବହୁତ ସ୍ଲୋ ବୋଲି କହୁଥିଲେ। ଆଉ ତାର ହୃଦୟକୁ ସେ କେବେ ମଧ୍ୟ ବ୍ୟବହାର କରିପାରିଲା ନାହିଁ, ଯୋଉ ହୃଦୟରେ କି ସେ ଈଶ୍ୱରଙ୍କ ବାକ୍ୟକୁ ରଖିବ, ଈଶ୍ୱରଙ୍କ ବାକ୍ୟକୁ ଶୁଣିବ। ତ ଯେତେବେଳେ ଆମେ ବାଇବଲକୁ ଯୋଉ ଦେଖିବା, ତାହେଲେ ତ ବିଶ୍ୱାସର ଜୀବନ କେବଳ ଧାର୍ମିକ ହିଁ ବଞ୍ଚିବ। ବିଶ୍ୱାସର ଜୀବନ କେବେ ମଧ୍ୟ ଗୋଟେ ପାପୀ ବଞ୍ଚି ପାରିବ ନାହିଁ। ତାହେଲେ ପାପୀ ଆଉ ଧାର୍ମିକ ଭିତରେ ତଫାତ୍ କଣ ଅଛି? ପାଷ୍ଟର ଆଜି କହୁଥିଲେ ଜାଗତିକ ଲୋକମାନେ ମଧ୍ୟ ଚିକେନ ଖାଉଛନ୍ତି, ଭାତ ଖାଉଛନ୍ତି, ଆମମାନେ ମଧ୍ୟ ଭାତ ଖାଉଛୁ, ଚିକେନ ଖାଉଛୁ। କିନ୍ତୁ ଜାଗତିକ ଲୋକ ଆଉ ଆମେ ଧାର୍ମିକ ଲୋକ ଭିତରେ ତଫାତ୍ କଣ ଅଛି? ଜାଗତିକ ଲୋକମାନେ ନିଜର ଚିନ୍ତାକୁ ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ସେ ନିଜର ଚିନ୍ତାକୁ ବିଶ୍ୱାସ କରିବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି, କି ସେମାନଙ୍କୁ କେବେ ଲାଗିନଥାଏ ଯେ ଆମେ ନିଜର ଚିନ୍ତାକୁ ବିଶ୍ୱାସ କରିବା ଦ୍ୱାରା ଆମେ ସେଥିରେ ଧ୍ୱଂସ ପଥକୁ ଯିବୁ। କିନ୍ତୁ ଗୋଟେ ଧାର୍ମିକ ଲୋକ ଯିଏକି ପ୍ରକୃତ ମନ ପରିବର୍ତ୍ତନ କରିଅଛି, ତ ଯେତେବେଳେ ଆମେ ସୁଷମାଚାରକୁ ଗ୍ରହଣ କଲୁ, ତ ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ ଦେଲେ ଯେ ନିଜର ଚିନ୍ତାକୁ ପରିତ୍ୟାଗ କରିକି ଆମମାନେ ଈଶ୍ୱରଙ୍କ ବାକ୍ୟ ଭିତରେ ଥିବା ସୁଷମାଚାର, ଈଶ୍ୱରଙ୍କ ବାକ୍ୟ ଭିତରେ ଥିବା ସେ ରହସ୍ୟ ଯାହାକି ଧାର୍ମିକତାର, ଯୀଶୁଙ୍କ ରକ୍ତକୁ ଆମେ ବିଶ୍ୱାସ କରିପାରିଲୁ। ତ ଯେମିତି ଆମେ ସୁଷମାଚାରକୁ ବିଶ୍ୱାସ କରିବାର ପ୍ରକ୍ରିୟା ପାଇଥିଲୁ ପ୍ରଭୁଙ୍କ ଠାରୁ, ନିଜର ଚିନ୍ତା ଯାହାକି ଠିକ ଲାଗୁଥିଲା ଆମେ ପାପୀ ବୋଲି କହିବା ପାଇଁ, ସେ ଠିକ ଚିନ୍ତା ଆମେ ପରିତ୍ୟାଗ କଲୁ ଆଉ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କଲୁ ବିଶ୍ୱାସ ମାଧ୍ୟମରେ। ଯୋଉ ଦ୍ୱାରା ଆଜି ପର୍ଯ୍ୟନ୍ତ ଆମମାନେ ଆମ ହୃଦୟରେ ଈଶ୍ୱର ଦେଇଥିବା ଧାର୍ମିକତାର
ପ୍ରମାଣ ଆମମାନଙ୍କର ଦୈନନ୍ଦିନ ପ୍ରତି ମୁହୂର୍ତ୍ତରେ ଆମ ପାଖରେ ସେ ବିଶ୍ୱାସ ଅଟଳ ହେଇକି ରହିଛି। କିନ୍ତୁ ଆତ୍ମିକ ଜୀବନ ବଞ୍ଚିଲା ସମୟରେ ମଧ୍ୟ ବାଇବଲ କହୁଛି ଯେ ଧାର୍ମିକର ଜୀବନ ଯାପନ ହଉଛି ବିଶ୍ୱାସର ଜୀବନ ଯାପନ। ମାନେ ଧାର୍ମିକ ର ନିୟମ ହଉଛି ସେ ବିଶ୍ୱାସରେ ବଞ୍ଚିବ। ଧାର୍ମିକର ନିୟମ ନାହିଁ ସେ ନିଜର ଚିନ୍ତାରେ ବଞ୍ଚିବ। ଧାର୍ମିକ କେବେ ମଧ୍ୟ ନିଜର ଚିନ୍ତା ନିଜର ଇଚ୍ଛାରେ ବଞ୍ଚିବା ଉଚିତ ନୁହେଁ। ସେଥିପାଇଁ ବାଇବଲର ଦୁଇଟା ଷ୍ଟ୍ରକ୍ଚର ବିଷୟରେ ପାଷ୍ଟର ଆଜି ଏକ୍ସପ୍ଲେନ କଲେ ଯେ ଗୋଟେ ଗୋଟେ ହଉଛି ମନ ପରିବର୍ତ୍ତନ, ଆଉ ଗୋଟେ ହଉଛି ବିଶ୍ୱାସ। ତେଣୁ ମନ ପରିବର୍ତ୍ତନ କେତେ ଗୁରୁତ୍ୱପୂର୍ଣ୍ଣ ଆଉ ଗୋଟେ ବିଷୟ ପାଷ୍ଟର ଆଜି କହିଲେ ଯେ ମନ ପରିବର୍ତ୍ତନ ଥରେ କେବଳ ହେବା ଉଚିତ ନୁହେଁ। ଏ ମନ ପରିବର୍ତ୍ତନର ଅର୍ଥ ନାହିଁ ଯେ ଆମେ ଖରାପ ଜୀବନରୁ, ଖରାପ ବ୍ୟବହାରରୁ, ଖରାପ କର୍ମରୁ ଆମେ ବାହାରେ ଆସିକି ଉତ୍ତମ କର୍ମ କରିବା। ଏଇଟାର ଅର୍ଥ ନୁହେଁ ମନ ପରିବର୍ତ୍ତନ। ବିବ୍ଲିକାଲି ପ୍ରକୃତ ମନ ପରିବର୍ତ୍ତନ ଯାହାକି ଆମକୁ ଡେଇଲି କରିବା ଆବଶ୍ୟକ ଅଟେ। ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ଦିନ ଆମର ଜୀବନରେ, ଆମର ହୃଦୟରେ ପରମେଶ୍ୱରଙ୍କର ବାକ୍ୟ ଆଉ ନିଜର ଚିନ୍ତା ଭିତରେ ଆଜି ଗୋଟେ ବିଷୟକୁ ମୁଁ ଶୁଣୁଥିଲି, ପାଷ୍ଟର କହୁଥିଲେ ଯେ ଘର୍ଷଣ ବିଷୟରେ କହୁଥିଲେ ନା ନାଇଁ, ଘର୍ଷଣ। ତ ପରମେଶ୍ୱରଙ୍କ ବାକ୍ୟ ଆମର ନିଜର ଚିନ୍ତା ଯୋଗୁଁ ଘର୍ଷଣ ହଉଛି। ଆଉ ସେଇ ସମୟରେ ମୋର ହୃଦୟର ଷ୍ଟ୍ରକ୍ଚର ଅନୁସାରେ ଯଦି ମୋର ହୃଦୟ ଭିତରେ ପ୍ରଭୁଙ୍କ ବାକ୍ୟକୁ ଗୁରୁତ୍ୱପୂର୍ଣ୍ଣ, ଈଶ୍ୱର ବାକ୍ୟ ଯଦି ମୋର ହୃଦୟରେ ସତ୍ୟ ଭାବରେ ଯଦି ସ୍ଥାପନ ହେବାର ପ୍ରକ୍ରିୟା ଅଛି, ତାହେଲେ ମତେ ମୋର ନିଜର ଚିନ୍ତାକୁ ପରିତ୍ୟାଗ କରିବା ପାଇଁ ଅତି କଷ୍ଟ ଲାଗିବ ନାହିଁ। ଅଧିକାଂଶ ଲୋକମାନେ ଅନେକ ଗୁଡେ ବିଷୟ କରିବା ପାଇଁ ଚାହୁଁଛନ୍ତି ତାଙ୍କ ଜୀବନରେ। ସେମାନଙ୍କର ଜୀବନକୁ ସେମାନେ ବିତେଇବା ପାଇଁ ଅନେକ ଗୁଡେ ପ୍ଲାନ କରିଥାନ୍ତି, ଅନେକ ଗୁଡେ ନିଷ୍ପତ୍ତି ନେଇଥାନ୍ତି, ବହୁତ ବିଷୟ ଗୁଡାକ ତାଙ୍କ ଜୀବନରେ ସେମାନେ କରିଥାନ୍ତି। କିନ୍ତୁ କେବେ ମଧ୍ୟ ସେ ଅନୁସାରେ କେବେ ମଧ୍ୟ ତାଙ୍କ ଜୀବନରେ ତାହା ସଫଳ ହେଇନଥାଏ। ଯୋଉ ଦ୍ଵାରା ସେମାନଙ୍କର ହୃଦୟରେ ସେମାନେ ବହୁତ ଅଶାନ୍ତି, ବହୁତ ଗୁଡେ କଷ୍ଟ, ବହୁତ ଗୁଡେ ଜଟିଳତା ମୋ ଜୀବନ ଯାପନ ବିତେଇବା ପାଇଁ ବାଧ୍ୟ ହେଇଥାନ୍ତି। ତେଣୁକରି ଆଜି ଆମେ ଯୋଉ ବାକ୍ୟ ପଢିଲୁ ସେ ବାକ୍ୟ ମଧ୍ୟ ସଂଯୁକ୍ତ ଅଛି ଯେତେବେଳେ ଆମେ ପାଷ୍ଟରଙ୍କ ଠାରୁ ଆଜି ବାକ୍ୟ ଶୁଣିଲୁ ଯେ ଏ କାହାଣୀ ଆପଣ ସମସ୍ତେ ଜାଣିଛନ୍ତି। ତ ବ୍ୟବସାୟ ଶାସ୍ତ୍ର ବିଷୟରେ ତ ମୁଁ କହିବି ନାହିଁ। ତ ସେକେଣ୍ଡ ପାର୍ଟର ଏ କାହାଣୀର ଦ୍ୱିତୀୟ ଭାଗର ଅଂଶକୁ ମୁଁ ଆଜି କହିବାକୁ ଚାହୁଁଛି ଯେ ଯେତେବେଳେ ସମୀରଣ ବ୍ୟକ୍ତି ବର୍ତ୍ତମାନ ଦରମର ଅବସ୍ଥାରେ ପଡିଥିବା ସେ ଜେରୁସାଲାମରୁ ଜିରିହକୁ ଯାଉଥିବା ଲୋକକୁ ଦେଖିଲେ, ଆଉ ତାର କ୍ଷତ ବିକ୍ଷତରେ ବର୍ତ୍ତମାନ ଦ୍ରାକ୍ଷାରସ ତେଲକୁ ଲଗେଇଦେଲେ, ଆଉ ତାକୁ ଉଠେଇକି ଆପଣା ବାହନରେ ବସେଇକି ଗୋଟେ ପାନ୍ଥଶାଳାକୁ ନେଇଗଲେ। ଆଉ ପାନ୍ଥଶାଳାକୁ ନେବା ପଛରେ ବର୍ତ୍ତମାନ ସମୀରଣ ବ୍ୟକ୍ତିର କାମ କଣ, ଅର୍ଥ କଣ? ଯୋଉ ତାକୁ ଭଲ କରିଥାନ୍ତେ, ତାର ଦେହରେ ତାର କ୍ଷତ ବିକ୍ଷତରେ ତେଲ ଲଗେଇଦେଲେ, ଦ୍ରାକ୍ଷାରସ ଲଗେଇଦେଲା ପରେ ତାକୁ ସେ କହିପାରିଥାନ୍ତେ ବର୍ତ୍ତମାନ ତୁ ତୋର ଘରକୁ ଯା କହି, ତୁ ଯୁଆଡେ ବି ଆସିଥିଲୁ ତୁ ଫେରି ଯା କହି। କିନ୍ତୁ ସମୀରଣ ବ୍ୟକ୍ତି ବର୍ତ୍ତମାନ ଏ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଆପଣ ବାହନ ଉପରେ ବସିକି ସେ ପାନ୍ଥଶାଳାକୁ ନେବା ପଛରେ ଅର୍ଥ କଣ? ତ ପାନ୍ଥଶାଳାକୁ ନେଲା ପରେ ମଧ୍ୟ ଏ ସମୀରଣ ବ୍ୟକ୍ତି ଏ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଗୋଟେ ପାନ୍ଥଶାଳାର ଗୋଟେ କର୍ତ୍ତା ଥିଲେ, ଆଉ ସେ କର୍ତ୍ତାଙ୍କର ହସ୍ତରେ ଦାୟିତ୍ୱରେ ବର୍ତ୍ତମାନ ଇଏ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସମର୍ପଣ କଲେ ସମୀରଣ ବ୍ୟକ୍ତି। ତ এই କାହାଣୀକୁ ଯଦି ଆମେ ଦେଖିବା ତାହେଲେ ଯୋଉ ସମୟରେ ଇଏ ଲୋକ ଦରମର ଅବସ୍ଥାରେ ପଡିଥିଲା, ଡକାୟତ ମାନଙ୍କର ହାବୁଡରେ ପଡିଲା, ତାକୁ ମାରିଲେ, ତାର ଲୁଗାପଟା ଛଡେଇକି ନେଇଗଲେ, ଆଉ ତାକୁ ଦରମର ଅବସ୍ଥାରେ ଛାଡି ଚାଲିଗଲେ। କିନ୍ତୁ ସମୀରଣ ବ୍ୟକ୍ତି ଯୋଉ ମୁହୂର୍ତ୍ତ ଠାରୁ ଏ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଭେଟିଲେ, ସେଇଟା ହଉଛି ଗୋଟେ ମୁହୂର୍ତ୍ତ ଏ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପରିତ୍ରାଣକୁ ବୁଝଉଛି। ତାର କ୍ଷତ ବିକ୍ଷତରେ ଦ୍ରାକ୍ଷରସ ଆଉ ତେଲ ଲଗେଇବାର ଅର୍ଥ ହଉଛି ଯେ ଆମେ ମଧ୍ୟ ଡକାୟତ ମାନଙ୍କ ସଦୃଶ ଏ ଜଗତରେ ମଧ୍ୟ ଆମେ ବ୍ୟବସ୍ଥା ସାମ୍ନାରେ ନିଜକୁ ପାପୀ ବୋଲି ଆମେ ବାଧ୍ୟ ହଉଥିଲୁ କହିବା ପାଇଁ। ଭାଇ ଭଉଣୀ ମାନେ ଚିନ୍ତା କରନ୍ତୁ, ଯୋଉ ମୁଖ ସ୍ୱୀକାର କରୁଛି ମୁଁ ପାପୀ ବୋଲି, କାହିଁକି ସେ ମୁଖ ସ୍ୱୀକାର କରୁଛି ପାପୀ ବୋଲି? ଏଥିପାଇଁ ନୁହେଁ ଯେ ସେମାନେ ପାପ କାମ କରୁଛନ୍ତି କି ସେମାନେ ଭୁଲ କରୁଛନ୍ତି, ସେଥିପାଇଁ ସେ ନିଜକୁ ପାପୀ କହୁଛନ୍ତି, ତାହା ପ୍ରକୃତ କାରଣ ଏହା ନୁହେଁ। ଯଦି ଆମେ ଦେଖିବା ବାଇବଲ ଲେଖା ହେଇଛି କଣ ବୋଲି, ଗୋଟେ ବାକ୍ୟ ମୁଁ ଦେଖେଇବି। ପ୍ରଥମ କରନ୍ଥିୟ 15 ପର୍ବ ଖୋଲନ୍ତୁ। ଜଣେ କିଏ ହେଲେ ପଢିବେ ବାକ୍ୟକୁ। ପ୍ରଥମ କରନ୍ଥିୟ 15 ପର୍ବ
56 ପଦ 56 ଜଣେ କିଏ ପଢନ୍ତୁ। ପ୍ରଥମ କରନ୍ଥୀୟ 15 ପର୍ବର 56 56। ମୃତ୍ୟୁର ନାହୁଡ ପାପ, ଆଉ ପାପର ବଳ ବ୍ୟବସ୍ଥା। ମୃତ୍ୟୁର ନାହୁଡ ହଉଛି ପାପ, ପାପର ବଳ କଣ? ବ୍ୟବସ୍ଥା ଲେଖା ହେଇଛି। ତାର ଅର୍ଥ ହଉଛି ବର୍ତ୍ତମାନ ପାପର ଯୋଉ ବଳଟା ଅଛି, ପାପର ବଳରେ କଣ ହୁଏ? ଲୁଣ ପକେଇଦେଲେ ତରକାରୀରେ, ତରକାରୀ ସ୍ୱାଦ ଲାଗୁଛି ନା ନାଇଁ? ହୁଁ? ଯେତେବେଳେ ଆମେ ଲୁଣ ନ ପକେଇକି ତରକାରୀ ଖାଇବା ଯଦି ବିଜାର ଲାଗୁଛି, ଭଲ ଲାଗୁନି। ପ୍ରତ୍ୟେକ ବିଷୟର ଗୋଟେ ଅ କଣ କହିବି, ସ୍ୱଭାବ ଗୋଟେ ଅଛି। ହେଲେ ଏବେ ଲେଖା ହେଇଛି ବାଇବଲରେ ମୃତ୍ୟୁର ନାହୁଡ ହଉଛି ପାପ, ଆଉ ପାପର ବଳ ହଉଛି ବ୍ୟବସ୍ଥା। ହେଲେ ପାପର ବଳ ଯଦି ବ୍ୟବସ୍ଥା, ବ୍ୟବସ୍ଥା କୋଉ ପ୍ରକାର ପାୱାର ୟୁଜ କରୁଛି ଲୋକମାନଙ୍କୁ? ଭଲରେ ଶୁଣନ୍ତୁ, ଏ ବାକ୍ୟ ଧରିକି ଆମେ ଆଉ ଗୋଟେ ବାକ୍ୟକୁ ଯିବା। ରୋମୀୟ ପୁସ୍ତକ 7 ପର୍ବ ଖୋଲନ୍ତୁ, ଏ ବାକ୍ୟ ଛାଡନ୍ତୁ ନାହିଁ। ରୋମୀୟ ପୁସ୍ତକ 7 ପର୍ବ ଆମେ ଗୋଟେ ବାକ୍ୟ ଦେଖିବା, ଖୋଜିବା। ଉଁ 9 ପଦ କିଏ ହେଲେ ପଢନ୍ତୁ। ରୋମୀୟ ପୁସ୍ତକ 7 ପର୍ବର 9 ପଦ। ଏଠି ଖାଲି ବସିକି ଖାଲି ଦେଖନ୍ତୁ ନାହିଁ, ଭଲରେ ଶୁଣନ୍ତୁ। ମୁଁ ଆଶା କରୁଥିଲି ଆଜି ବହୁତ ଗୁଡେ ସାକ୍ଷ୍ୟ ବାହାରିବ। ସକାଳକୁ ବାକ୍ୟ ଶୁଣିଲେ ଆପଣମାନେ କଣ ସାକ୍ଷ୍ୟ ପାଇଁ ଦେଇପାରୁନାହାନ୍ତି ଆପଣ? ଏତେ ମୂଲ୍ୟବାନ ବାକ୍ୟ ପାଷ୍ଟର ଦେଲେ, 2 ପଦ କହିବା ପାଇଁ ଯଦି ନାହିଁ, ତାର ଅର୍ଥ କଣ? ଆଜି ସନ୍ଧ୍ୟାରେ ଭାବନ୍ତୁ ନାହିଁ ଏମିତି ଆଜ ୟୁଜୁଆଲ ବୁଧବାର ଗିର୍ଜାରେ ବସିବା କଥା, ଟାଇମ ସ୍ପେଣ୍ଡ କରିବା କଥା। ଭଲରେ ଶୁଣନ୍ତୁ। ରୋମୀୟ 7 ପର୍ବର 9 ପଦ ଜଣେ କିଏ ପଢନ୍ତୁ। ଆଉ ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ ହେଲି। ଏ ବାକ୍ୟ ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏ ବାକ୍ୟ ଡିସପ୍ଲେରେ ଦେଖାଉ, ଡିସପ୍ଲେ ଟିକେ ଦେଖାଅ ବାକ୍ୟ। ଦେଖେଇ ପାରିବ ନା ନାଇଁ? ଏତେ ଜଲ୍ଦି କଣ ପାଇଁ ବନ୍ଦ କରୁଛ ବାକ୍ୟ? ମୁଁ ଇମ୍ପୋର୍ଟାଣ୍ଟ କି ଫଟୋରେ ଦେଖିବାଟା? ଲେଖା ହେଇଛି, ଆଉ ମୁଁ ଏକ ସମୟରେ ବ୍ୟବସ୍ଥା ବିନା କଣ ଥିଲି? ଜୀବିତ ଥିଲି। ତାର ଅର୍ଥ ହଉଛି ବ୍ୟବସ୍ଥା ଯୋଉ ସମୟ ନଥିଲା ମୁଁ ଜୀବିତ ଥିଲି। ହେଲେ ଜୀବିତ ଥିଲିର ଅର୍ଥ କଣ? କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ ହେଲି। ହେଲେ ପାପ ଯେତେବେଳେ ଜୀବିତ ହେଲା ଲେଖା ହେଇଛି, ହେଲେ ପାପ ଜୀବିତ କେତେବେଳେ ହେଲା? ଏକ୍ଜାକ୍ଟଲି ଲେଖା ହେଇଛି ଆଜ୍ଞା ଆସିଲା ପରେ ଲେଖା ହେଇଛି, ନା ନାଇଁ? ବୁଝିପାରୁଛ ନା? ଆଉ ଥରେ ଦେଖ ଏ ବାକ୍ୟକୁ। ଆଉ ମୁଁ ଏକ ସମୟରେ, କୋଉ ସମୟରେ? ଏକ ସମୟରେ, ଗୋଟେ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି। ତାର ଅର୍ଥ ହଉଛି ବ୍ୟବସ୍ଥା ବିନା ଜୀବିତ ଥିବାର ଅର୍ଥ କଣ? କିନ୍ତୁ ଆଜ୍ଞା ଆସିଲା ପରେ ବା ବ୍ୟବସ୍ଥା ଆସିଲା ପରେ ଜୀବିତ କିଏ ହେଲା? ପାପ ଜୀବିତ ହେଲା। ହେଲେ ପାପ ଯେତେବେଳେ ଜୀବିତ ହେଲା, ମଲା କିଏ? ଲେଖାଯାଇଛି ପୁଣି ମୁଁ ମୃତ ହେଲି। ହେଲେ ବ୍ୟବସ୍ଥା ବିନା ଜୀବିତ ଥିଲିର ଅର୍ଥ କଣ? କି ପ୍ରକାର ଜୀବିତ ଏଇଟା? କି ପ୍ରକାର ଜୀବନ ଯାହାକି ବ୍ୟବସ୍ଥା ବିନା? ଏଣ୍ଡ ହୋଲ ୱାର୍ଲଡରେ, ସମସ୍ତ ଜଗତରେ, ସବୁ ପ୍ରାୟତଃ ଚର୍ଚ୍ଚରେ ଲୋକମାନେ କଣ କହୁଛନ୍ତି? ଆମେ ପାପ କରୁଛୁ, ଆମେ ମିଛ କହୁଛୁ, ଆମେ ଚୋରି କରୁଛୁ, ଆମେ ଭଲରେ ବଞ୍ଚୁଛୁ। ସେମାନେ ନିଜକୁ ପାପୀ ବୋଲି ବ୍ୟାଖ୍ୟା କରିବାର, ମାନେ ସେମାନେ ନିଜକୁ ପାପୀ ବୋଲି କହିବା ପଛରେ ତାଙ୍କର ବ୍ୟାକଗ୍ରାଉଣ୍ଡ କଣ? ଆମେ ପାପ କରୁଛୁ, ସେଥିପାଇଁ ଆମେ ପାପୀ। ନାଇଁ, 90% ଅଧିକାଂଶ ଲୋକମାନେ ଏଇ ବୁଝାମଣାକୁ ନେଇକି ସେମାନେ ଭାବୁଛନ୍ତି ଆମେ ପାପୀ ବୋଲି। କିନ୍ତୁ ବାଇବଲ କଣ ଲେଖା ହେଇଛି? ବାଇବଲ କହୁଛି ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସିଲା ତ ପାପ ଜୀବିତ ହେଲା। ହେଲେ ପାପ ଯୋଉ ଜୀବିତ ହେଲା, ଏ ପାପ ଜୀବିତ ହେଲା ପରେ ପାପ କଣ କଲା? ମଣିଷକୁ ଆଟାକ କଲା।
ହେଲା। କାହାକୁ ଆକ୍ରମଣ କଲା? ମଣିଷକୁ ପାପ ଆକ୍ରମଣ କଲା। ହେଲେ ମଣିଷକୁ ଯଦି ପାପ ଆକ୍ରମଣ କଲା, ପାପ କଣ କଲା ମଣିଷକୁ? ବିଡି ସିଗରେଟ ପିଇବା ପାଇଁ ବନେଇଲା, ପୁଡିଆ ଖାଇବା ବନେଇଲା, ଚୋରି କରିବା ଏସବୁ ଜିନିଷ କଲା। କିନ୍ତୁ ତାର ସମସ୍ତ ଟୋଟାଲ କରିକି ପାପ ମଣିଷକୁ ଗୋଟେ କନକ୍ଲୁଜନ ଦେଲା। କଣ ସେଇଟା? ତୁ ହଉଛୁ ପାପୀ। ନର୍କକୁ କିଏ ଯିବ? ପାପୀ ଲୋକ ନର୍କ ଯିବେ। ତାହେଲେ ପାପୀ କିଏ? ଯେ ବ୍ୟବସ୍ଥା ଦ୍ଵାରା ବନ୍ଧା ଯାଇଛି। କାରଣ ଲେଖା ହେଇଛି ବାଇବଲରେ ନା, ବ୍ୟବସ୍ଥା ନଥିଲା ଟାଇମରେ ମୁଁ ଜୀବିତ ଥିଲି। କି ପ୍ରକାର ଜୀବିତ ଏଇଟା? ଏଇଟା ହଉଛି ଆତ୍ମିକ ଭାବରେ ଜୀବନ ଯାପନ। ହେଲା, ବ୍ୟବସ୍ଥା ବିନା ଯୋଉ ଜୀବିତ ଜୀବନ ଥିଲା, ସେ ହୃଦୟରେ କୌଣସି ବୋଝ ନଥିଲା, ସେ ହୃଦୟ ଭିତରେ କଣ ନେଗେଟିଭ ଚିନ୍ତା ନଥିଲା। ଏବେ ନର୍କକୁ ଯିବା ପାଇଁ ଭୟ ଆସୁଛି କି? ଧାର୍ମିକ ହେଲା ପରେ ଗୋଟେ ଲୋକ ନର୍କ ଯିବା ପାଇଁ ଭୟ ଯଦି କରୁଛି, ତାର ଅର୍ଥ ସେ ଧାର୍ମିକ ହେଇ ଆଗା ନାହିଁ ନା ନାଇଁ। ପ୍ରକୃତ ଧାର୍ମିକ ଲୋକ କୁ ଯଦି ପଚାରିବ ପଇସା ଅଛି ନା ପଇସା ନାହିଁ, ଖାଇବାଟା ଅଛି ନା ଖାଇବା ପାଇଁ ନାହିଁ, ଘର ଅଛି ଘର ନାହିଁ, ଚାକିରି ଅଛି ଚାକିରି ନାହିଁ, ମଲେ କୁଆଡେ ଯିବୁ? ମଲେ ସ୍ୱର୍ଗ ଯିବି। ହେଲେ ମରିଗଲେ ସ୍ୱର୍ଗ ଯିବ ବୋଲି ଲୋକ କେମିତି କହିପାରୁଛନ୍ତି? କାରଣ ଏ ଯୋଉ ବାକ୍ୟ ଲେଖା ହେଇଛି, ବ୍ୟବସ୍ଥା ବିନା ଏକ ସମୟରେ ମୁଁ ଜୀବିତ ଥିଲି। ହେଲେ ଏବେ ଯେତେବେଳେ ଆମେ ପ୍ରଥମ କରନ୍ତି 15 କେତେ ପଦ 56 ପଦରେ ଦେଖିଲୁ ଯେ ମୃତ୍ୟୁର ନାହୁଳ ହଉଛି ପାପ, ଆଉ ପାପର ବଳ ହଉଛି ବ୍ୟବସ୍ଥା। ସେତେ ଯେତେବେଳେ ବ୍ୟବସ୍ଥା ସାମ୍ନାରେ ଗୋଟେ ଲୋକ ବନ୍ଧା ଯାଉଛି, ଯେମିତି ପରେ ପଢିବେ ଆପଣମାନେ ରୋମୀୟ 7 1 2 3 4 ପଢିଲେ ସେଇଠି ମଧ୍ୟ ଆପଣ ପାଇପାରିବେ। କଣ ବୋଲି? ହେ ଭାଇ ମାନେ, ମନୁଷ୍ୟ ଯେ ପର୍ଯ୍ୟନ୍ତ ଜୀବିତ ଥାଏ ସେ ପର୍ଯ୍ୟନ୍ତ ବ୍ୟବସ୍ଥା ତାକୁ କର୍ତ୍ତୃତ୍ୱ କରି ଲେଖା ହେଇଛି। ରୋମୀୟ 7 4 ପଦରେ କଣ ଲେଖା ହେଇଛି? ଜଣେ କିଏ ପଢ? ରୋମୀୟ 7 4 ପଦରେ ଜଲ୍ଦି ପଢନ୍ତୁ ଅନମ୍ୟୁଟ କରିକି। ଏଣୁ ହେ ମୋର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି ତାହାଙ୍କ ସହିତ ସଂଯୁକ୍ତ ହୁଅ। ଏ ବାକ୍ୟର ମୂଳ ଅଂଶ କଣ ଅଛି? ଏ ବାକ୍ୟ ଆମକୁ ବୁଝିବାକୁ ଚାହୁଁଛି, ଏ ବାକ୍ୟ ଆମକୁ ବନେଇବାକୁ ଚାହୁଁଛି। କଣ ବୋଲେ, ଏଣୁ ହେ ମୋର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା। କାହାର ଦ୍ୱାରା? ଟଙ୍କା ଦ୍ୱାରା ନାହିଁ, ଭଲ କାମ ଦ୍ୱାରା ନାହିଁ। ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ଆମେ କଣ ହେବା ପାଇଁ ପ୍ରଭୁ କହୁଛନ୍ତି ଆମକୁ? ତୁମେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ। ହେଲେ ବ୍ୟବସ୍ଥାକୁ ଡିସକ୍ଲୋଜ କରିବା ପାଇଁ, ବ୍ୟବସ୍ଥା ଠାରୁ ମୁକ୍ତ ହେବା ପାଇଁ ମଣିଷକୁ ବର୍ତ୍ତମାନ କାହାର ବିଷୟରେ ଆବଶ୍ୟକ ଅଟେ? ବ୍ୟବସ୍ଥାର ବନ୍ଧନରୁ ମୁକ୍ତି ପାଇବା ପାଇଁ, ମୁକ୍ତ ହେବା ପାଇଁ କଣ ଆବଶ୍ୟକ ଅଟେ? ଜୁମର ଥିବା ଭାଇ ମାନେ ଜଣେ କି କୁହନ୍ତୁ, ଅନମ୍ୟୁଟ କରି କୁହନ୍ତୁ। ଧୀରେନ ଭାଇ କୁହ, ବାଲିଗୁଡା ଧୀରେନ ଭାଇ। ଖ୍ରୀଷ୍ଟଙ୍କ ବ୍ୟବସ୍ଥା ପ୍ରତି କଣ? ଶରୀର ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ଆମେ କଣ ହେଇପାରିବା? ବ୍ୟବସ୍ଥା ପ୍ରତି ମୃତ ହେଇପାରିବା ନା ହୋଇଅଥିଲେ? ସେଥିପାଇଁ ଏବେ ସେ ବ୍ୟବସ୍ଥା ସାମ୍ନାରେ ଯୋଉ ଲୋକ ବନ୍ଧା ଯାଉଛି, ସେ ଲୋକ ନିଜକୁ ପାପ ବୋଲି କହୁଛି। ସେଥି ବ୍ୟବସ୍ଥାର ମୁକ୍ତ ହେବା ପାଇଁ ଗୋଟେ ମାତ୍ର ରାସ୍ତା ଅଛି, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା, ମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ସେଥିପାଇଁ ବାଇବଲ କଣ କହୁଛି ଗଲାତ୍ୟ ପୁସ୍ତକରେ? ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଶିକ୍ଷକ ସ୍ୱରୂପ ହୋଇଥିଲା, ଏଣୁ ସେଇ ବିଶ୍ୱାସ ଉପସ୍ଥିତ ହେଲା ପରେ ଆମେ ଆଉ ସେ ଶିକ୍ଷକର ଅଧୀନରେ ନାହୁଁ ଲେଖା ହେଇଛି। ସବୁ ବିଷୟରେ ଯଦି ମୂଳକୁ ଦେଖିବା ତାହେଲେ ମାନେ ପାପର ବଳ ହଉଛି ବ୍ୟବସ୍ଥା। ସେତେ ପାପ କଣ? ଟୋଟାଲ ଯଦି ଆମେ ଦେଖିବା ବ୍ୟବସ୍ଥା 613ଟା ବ୍ୟବସ୍ଥା ଲେଖା ହେଇଛି। କେତେଟା? 613ଟା। 613ଟା ଭିତରେ 248ଟା ବ୍ୟବସ୍ଥା କହୁଛି ଆମମାନଙ୍କୁ ତମେ ଏହା କର। ହେଲେ 613ରୁ 248 ମାଇନସ କଲେ ବଳକା କେତେ ରହିଲା? 365। ନାଇଁ ମିଶାଅ ତମେ। 365 ଯୁକ୍ତ
248 ହେଲେ 6 7 ହଉଛି ନା ନାଇଁ? ହେଲେ 365ଟା ବାକ୍ୟ କହୁଛି ଆମକୁ ତମେ ଏ ପ୍ରକାର କର ନାହିଁ। ମଣିଷ କେତେ ଦୁଷ୍ଟ, କେତେବେଳେ କେତେବେଳେ ମନ୍ଦ ଲେଖା ହେଇଛି, ବେଳେବେଳେ ମନ୍ଦ ଲେଖା ହେଇଛି। ଆଜି 6:5 ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀର ମନୁଷ୍ୟର ଦୁଷ୍ଟତା ଅତି ବଡ ଏବଂ ତାର ଅନ୍ତଃକରଣ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ରା, ମାନେ କଣ୍ଟିନ୍ୟୁ, ମାନେ 365 ଯାକ ଦିନ ଆମକୁ ଯାହା କୁହାହଉଛି କରିବା ପାଇଁ ଆମେ କରିବା ଲୋକ ନାହିଁ। ତୁମେ ତମେ ଏ ବିଷୟ ଗୁଡା କର ନାହିଁ କହି କେତେଟା ଲେଖା ହେଇଛି? 365ଟା। ବର୍ଷ ଯାକ ଆମେ ଈଶ୍ୱରଙ୍କ ବାକ୍ୟକୁ, ବ୍ୟବସ୍ଥାକୁ ଭାଙ୍ଗିବା ଲୋକ ନା ନାଇଁ? ସେଥିପାଇଁ ବ୍ୟବସ୍ଥା ପ୍ରଭୁ ଆମକୁ ଦେଲେ କଣ କହିବା ପାଇଁ? ଗୋଟେ ସମୟ ପର୍ଯ୍ୟନ୍ତ ପ୍ରଭୁ ଆମକୁ ବ୍ୟବସ୍ଥା ଦେଇଥିଲେ, ସେ ସମୟ ପର୍ଯ୍ୟନ୍ତ ମଣିଷ ଯେପରି ଜାଣିପାରିବ, ବୁଝିପାରିବ 365 ଦିନ ପର୍ଯ୍ୟନ୍ତ ମୁଁ ଅବାଧ୍ୟ, 365 ଦିନ ପର୍ଯ୍ୟନ୍ତ ମୁଁ ଗୋଟେ ଲୋକ କଦର୍ଯ୍ୟ ଭାବରେ ବଞ୍ଚିବା ଲୋକ। ସେଥିପାଇଁ ଏ ପାପର ବଳ ବ୍ୟବସ୍ଥାର ମୁକ୍ତ କରିବା ପାଇଁ ପ୍ରଭୁ ଯୀଶୁ ଜଗତକୁ ଆସିଲେ। ଗାଲାତୀୟ 3:14 କଣ ଲେଖା ହେଇଛି? ଏଣୁ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିବା ପାଇଁ, ମୁକ୍ତ କଲେ କଣରୁ? ଏଥିନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ବ୍ୟବସ୍ଥାର ଅଭିଶାପର ମୂଲ୍ୟ ଦେଇ, ଲେଖା ହେଇଛି। କଣ ଲେଖା ହେଇଛି ଦେଖନ୍ତୁ? ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ, କି ଅଭିଶାପରୁ ଲେଖା ହେଇଛି? ବ୍ୟବସ୍ଥାର ଅଭିଶାପ ଲେଖା ହେଇଛି। କଣ ଲେଖା ହେଇଛି? ବ୍ୟବସ୍ଥାର। ହେଲେ ବ୍ୟବସ୍ଥାର ଅଭିଶାପ କଣ? ବ୍ୟବସ୍ଥା ଆମମାନଙ୍କୁ କୋଉ ପ୍ରକାର ଅଭିଶାପ ଦେଇଥିଲା? ତାହେଲେ ଆମକୁ ସମ୍ପୂର୍ଣ୍ଣ ଭାବରେ ପାପର ବଳ ବ୍ୟବସ୍ଥା ନାହିଁ, ସେମିତି ଆମକୁ ବାନ୍ଧିଥିଲା ବ୍ୟବସ୍ଥା। କଣ ବୋଲି କହିବା ପାଇଁ? ଆମେ ହଉଛୁ ମସ୍ତକର ପାଦ ପର୍ଯ୍ୟନ୍ତ କଦର୍ଯ୍ୟ ପାପୀ, ଆମେ କି ନାହିଁ? ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଜଣେ ମାତ୍ର, ଯିଏକି ଏ ଜଗତକୁ ଆସିବା ଦ୍ଵାରା ବ୍ୟବସ୍ଥାର ଯୋଉ ଅଭିଶାପ ଥିଲା ଆମମାନଙ୍କ ଆଡକୁ, ଆଜି ପ୍ରତ୍ୟେକ ଲୋକମାନେ କହୁଛନ୍ତି ଆମେ ପାପୀ। ସେମାନେ କାହା ଦ୍ଵାରା ବନ୍ଧା ଯାଇଛନ୍ତି? କିଏ ସେମାନଙ୍କୁ ବନଉଛି ପାପୀ ବୋଲି କହିବା ପାଇଁ? ବ୍ୟବସ୍ଥାର ବଳ। କିନ୍ତୁ ବ୍ୟବସ୍ଥାର ବଳ ଏବେ ଆଉ ଅଛି କି? ତାର ଭ୍ୟାଲିଡିଟି ଅଛି କି? ନାଇଁ। କେମିତି ଲେଖା ହେଇଛି ଦେଖ। ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ, ବ୍ୟବସ୍ଥାର ଅଭିଶାପରୁ ଆମମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। ଯୀଶୁଖ୍ରୀଷ୍ଟ ନିଜେ ଅଭିଶପ୍ତ ହେଲେ, ଆଉ ଆମ ଆଡକୁ ଯୋଉ ବ୍ୟବସ୍ଥାର ଅଭିଶାପ ଥିଲା କଣ ବୋଲି? ଆମକୁ ପାପୀ ବୋଲି ଆମେ ବିଶ୍ୱାସ କରୁଥିଲୁ। ସେଥିପାଇଁ ଯେତେବେଳେ ଆମେ ବ୍ୟବସ୍ଥାରୁ ମୁକ୍ତ ହେଇଯିବା ବିଶ୍ୱାସ ଦ୍ଵାରା, ଏବେ ଧାର୍ମିକ ହେଲା ପରେ, ଯୋଉ ଲୋକ ପ୍ରକୃତରେ ଧାର୍ମିକ ହେଲା, ଯଦି ଆଜି ପାଷ୍ଟର କହିଲେ ବାଇବଲ 2ଟା ଷ୍ଟ୍ରକ୍ଚରରେ ଅଛି, ଗୋଟେ ଯୋଉ ମନ ପରିବର୍ତ୍ତନ, ଆଉ ଗୋଟେ ବିଶ୍ୱାସ, ନା ନାଇଁ? ହେଲେ ବ୍ୟବସ୍ଥାର ଯେ ମୁକ୍ତ ହେଲା, ସେ କଣ ହବ? ସେ ଧାର୍ମିକ ହବ। ସେ ପାପର ବଳ ବ୍ୟବସ୍ଥା ନା, ପାପର ବଳ ଯଦି ବ୍ୟବସ୍ଥା ଅଛି କି? ଯୀଶୁଙ୍କୁ ଆସିଲା ପରେ, ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଆସିଲା ପରେ ଆଉ ବ୍ୟବସ୍ଥାର ରାଜତ୍ୱ ଅଛି ନା ନାଇଁ? ଆଉ ନାହିଁ। ସେତେ ବ୍ୟବସ୍ଥାର ରାଜତ୍ୱ ଆଉ ନାହିଁ। ଆଉ କାହିଁକି ନାହିଁ? କାରଣ ଯୀଶୁ ଆସିକି ବ୍ୟବସ୍ଥାର ମୂଲ୍ୟ ଦେଇ ଅଭିଶପ୍ତ ହୋଇ ଆମକୁ ମୁକ୍ତ କରିବା ନା କଲେ? ତେଣୁକରି ବର୍ତ୍ତମାନ ବ୍ୟବସ୍ଥାର ଶେଷ ପର୍ଯ୍ୟନ୍ତ, ଯୀଶୁଙ୍କର କ୍ରୁଶ ପର୍ଯ୍ୟନ୍ତ ବ୍ୟବସ୍ଥା ରାଜତ୍ୱ କରୁଥିଲା। ଏବେ ଯୀଶୁ ଆସିଲା ପରେ ଆଉ ସେ ବ୍ୟବସ୍ଥା ରାଜତ୍ୱ ବା ବ୍ୟବସ୍ଥାର ବଳ ମଧ୍ୟ ଆମ ଆଡକୁ ପ୍ରୟୋଗ କରିପାରିବ ନାହିଁ। କିନ୍ତୁ ଶୈତାନ କଣ କରୁଛି? ଠକୁଛି, ମିଛ କହୁଛି। ମଣିଷ ଠାରୁ ଶୈତାନ ବେଶୀ ଚାଲାକ, ବେଶୀ ପାୱାରଫୁଲ ନା। କିନ୍ତୁ ଶୈତାନ ମଣିଷକୁ ଠକୁଛି। କଣ ଠକୁଛି? ମିଛ କହିକି। ମିଛ କଣ? ପାପୀ ବୋଲି କହିବାଟା ହଉଛି ମିଛ। ବ୍ୟବସ୍ଥାକୁ ମାନିବା ବୋଲି କହିବାଟା ହଉଛି ମିଛ କଥା। ଯୋଉ ସେଥିରେ ବ୍ୟବସ୍ଥା ସରିଯାଇଛି ନା ନାଇଁ? ଲେଖା ହେଇଛି ନା, ଅନେକ ଗୋଟେ ବାକ୍ୟ ଲେଖା ହେଇଛି। ରୋମିଓ 10:4 ମଧ୍ୟ ଲେଖା ହେଇଛି। ରୋମିଓ ପୁସ୍ତକ 10:4 କଣ ଲେଖା ହେଇଛି? ଜଣେ ପଢନ୍ତୁ ଜଲ୍ଦି।
ରୋମିଓ 10:4 କାରଣ କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ଆମେନ୍। ଖ୍ରୀଷ୍ଟ ହଉଛନ୍ତି ବ୍ୟବସ୍ଥାର କଣ ଶେଷ, ମାନେ ପାପର ବଳ ବ୍ୟବସ୍ଥା ଖତମ ହେଇଗଲା, ସରିଲା। ଆଉ ଅଛି କି? ଆଉ ସାପର ମୁଣ୍ଡକୁ ତମେ ଯଦି କଚାଡ଼ି ଦେଲ, ଚୂର୍ଣ୍ଣ କରିଦେଲ ମୁଣ୍ଡକୁ, ବୋଲେ ସେ ମରିଗଲା କି ନାହିଁ? କାହିଁକି? ସାପର ଜୀବନ କୋଉଠି ଅଛି? ମୁଣ୍ଡରେ ଅଛି। କିନ୍ତୁ ମୁଣ୍ଡ ଚୂର୍ଣ୍ଣ କଲା ପରେ ମଧ୍ୟ ଲାଞ୍ଜ ହଲୁଛି ଲୋକ ଦେଖିକି। ଯୋଉ ଲୋକର ଜ୍ଞାନ ନାହିଁ ସାପ ବିଷୟରେ, ସାପର ଜୀବନ କୋଉଠି ଅଛି? ଯୋଉ ଲୋକର ଜ୍ଞାନ ନାହିଁ, ସେ ଲାଞ୍ଜ ହଲେଇବା ବିଷୟ ଦେଖିକି ସେ ଡରିବା ଆଉଥିଲା, ନାଇଁ ସାପ ବଞ୍ଚିକି ଅଛି। ଠିକ ସେଇ ପ୍ରକାର ଭାବରେ ଲୋକମାନେ ଯେତେବେଳେ ବ୍ୟବସ୍ଥାର ମୁକ୍ତ ହେବାର ସତ୍ୟକୁ ଜାଣିବେ, ସେ ସମୟଠାରୁ ସେମାନଙ୍କର ଜୀବନ ଧାର୍ମିକମୟ ହବ। ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବାର ଅର୍ଥ କଣ? ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବାର ଅର୍ଥ ନାହିଁ ବେଶୀ ପରିଶ୍ରମ କରିବ, ବେଶୀ କଷ୍ଟ କରିବାକୁ ପଡିବ। ତାର ପ୍ରତ୍ୟେକ ବିଷୟ, ଗୋଟେ ଧାର୍ମିକ ଲୋକର ସମସ୍ତ ବିଷୟର ଇନଚାର୍ଜ, ସମସ୍ତ ବିଷୟର ଦାୟିତ୍ୱ, ପ୍ରତ୍ୟେକ ବିଷୟର ନିର୍ଭର କିଏ? ଯୀଶୁ ଖ୍ରୀଷ୍ଟ ବା ପରମେଶ୍ୱର। କାହିଁକି? ବାଇବଲ ଲେଖା ହେଇଛି କଣ ବୋଲି? ହିତୋପଦେଶ 15:29 ଗୋଟେ ବାକ୍ୟ ଲେଖା ହେଇଛି। ଜଣେ କିଏ ପଢନ୍ତୁ? ହିତୋପଦେଶ 15:29। ଜଣେ କିଏ ପଢନ୍ତୁ ଜୁମ ରେ। ସଦାପ୍ରଭୁ ଦୁଷ୍ଟମାନଙ୍କ ଠାରୁ ଦୂରରେ ଥାନ୍ତି, ପୁଣି ଧାର୍ମିକ ମାନଙ୍କ ପ୍ରାର୍ଥନା ସେ ଶୁଣନ୍ତି। ଆମେନ୍। କାହାର ସେ ଶୁଣନ୍ତି ପ୍ରାର୍ଥନା? ଧାର୍ମିକ କିଏ? ଯିଏ ଯୀଶୁଙ୍କୁ ବିଶ୍ୱାସ କରୁଛି, ଯିଏ ଯୀଶୁଙ୍କ ରକ୍ତକୁ ଗ୍ରହଣ କରୁଛି, ଯୋଉ ଲୋକ ଯୀଶୁଙ୍କର ମୃତ୍ୟୁକୁ ଏବଂ ଯୀଶୁଙ୍କ ପୁନରୁତ୍ଥାନକୁ ଗ୍ରହଣ କରୁଛି, ସିଏ ହଉଛି ଧାର୍ମିକ। ଯିଏ ବିଶ୍ୱାସ କରୁଛି ଯେ ଯୀଶୁଙ୍କ ରକ୍ତ ଦ୍ଵାରା ମୋର ସମସ୍ତ ପାପ ଧୋଇ ହେଇଯାଇଛି, ନା ନାଇଁ, ମୁଁ ଆଉ ପାପୀ ନାହିଁ, ମୁଁ ଧାର୍ମିକ। ଧାର୍ମିକର ଜୀବନର ମୂଳ ମାପଦଣ୍ଡ କିଏ? ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ବାଇବଲ କହୁଛି କଣ ବୋଲି? ଦୁଷ୍ଟ ମାନଙ୍କ ଠାରୁ ସଦାବେଳେ ଦୂର ଥାନ୍ତି। ଦୁଷ୍ଟ ମାନେ କିଏ? ଦୁଷ୍ଟ ହଉଛି ସିଏ ଯିଏକି ଯୀଶୁଙ୍କୁ ବିଶ୍ୱାସ କରୁନାହିଁ, ନିଜର ଚିନ୍ତାକୁ ବିଶ୍ୱାସ କରୁଛି। ପରମେଶ୍ୱରଙ୍କର ଦୃଷ୍ଟିରେ ଦୁଷ୍ଟ ଲୋକମାନେ ହଉଛନ୍ତି ସେମାନେ ଯୋଉମାନେ କି ନିଜର ଚିନ୍ତାକୁ ଧରିକି ବଞ୍ଚୁଛନ୍ତି, ନିଜର ଚିନ୍ତାକୁ ସତ ଲାଗୁଛି ଯାହାକୁ। ସେଥିପାଇଁ ଏ ପ୍ରକାର ଲୋକମାନଙ୍କ ଜୀବନରେ କଣ ନ ହଉଥିବା ଯୋଗୁଁ ସେମାନେ ଚିନ୍ତାକୁ ବିଶ୍ୱାସ କରିବା ପାଇଁ ସଦାବେଳେ ଟାଣି ହେଇଥାନ୍ତି, ଯୋଉ ଲୋକମାନଙ୍କର ମନ ପରିବର୍ତ୍ତନ ଠିକ ସେ ହେଇନାହିଁ। ବୁଝିପାରୁଛ? ଯୋଉ ଲୋକମାନଙ୍କର ପ୍ରକୃତ ମନ ପରିବର୍ତ୍ତନ ହେଇନାହିଁ, ସେମାନେ କେବେ ବିଶ୍ୱାସର ମଜାକୁ ଚାଖି ପାରିବେ ନାହିଁ। ମନ ପରିବର୍ତ୍ତନ କେମିତି ହବ? ମନ ପରିବର୍ତ୍ତନ କରିବା ପାଇଁ ବାକ୍ୟ ଭିତରେ ବାକ୍ୟ ଶୁଣିବାକୁ ପଡିବ। ଆମେ ପାଷ୍ଟର ଆଜି କହିଲେ, ତୁମେ ଶୁଣୁଛ ବାକ୍ୟ କିନ୍ତୁ ବଞ୍ଚୁଛ ଚିନ୍ତାରେ। ସେଥିପାଇଁ ଧାର୍ମିକ ବିଶ୍ୱାସରେ ବଞ୍ଚିବ ବୋଲି ଯୋଉ ଲେଖା ହେଇଛି ବାଇବଲରେ। କାହିଁକି ଲୋଟ କଷ୍ଟ ପାଇଲା? କାରଣ ଲୋଟ ପାଇଁ ପ୍ରଭୁ କାମ କରିବା ପାଇଁ ଆସିଲେ କି ନାହିଁ? ଈଶ୍ୱର ଲୋଟ ପାଇଁ ସମସ୍ତ ସୁରକ୍ଷିତ କରିବା ପାଇଁ, ତାକୁ ସଦମରୁ ବାହାର କରିବା ପାଇଁ, କେବଳ ଲୋଟକୁ ବାହାର କରିବା ପାଇଁ ଈଶ୍ୱର ସଦମକୁ ଜଳେଇ ଦେଲେ। ପ୍ରଭୁଙ୍କର କିଛି ଭୁଲ ଅଛି କି? ନାଇଁ। କିନ୍ତୁ ଲୋଟର ହୃଦୟ ଭିତରେ କାହାର ଅନମ୍ୟୁଟ ହେଇଛି? ମ୍ୟୁଟ କର। କିନ୍ତୁ ଲୋଟର ହୃଦୟରେ ଲୋଟ ଈଶ୍ୱରଙ୍କ ବାକ୍ୟଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ କାହାକୁ ବିଶ୍ୱାସ କରୁଥିଲା? ନିଜର ଚିନ୍ତା। ସେଥିପାଇଁ ସେ କଷ୍ଟ ପାଇଲା। ମଣିଷ କଣ ପାଇଁ କଷ୍ଟ ପାଉଛି ବୋଲି ପାଷ୍ଟର ଆଜି କହିଲେ? ଚିନ୍ତାକୁ ବିଶ୍ୱାସ କରିକି ବଞ୍ଚିବା ଯୋଗୁଁ। କଣ ତମ ଡେଲି ଲାଇଫରେ ତମେ ନିଜର ଚିନ୍ତାକୁ ପରିତ୍ୟାଗ କରୁଛ ନା ପ୍ରଭୁଙ୍କ ବାକ୍ୟ ପରିତ୍ୟାଗ କରୁଛ କହିକି ଆଜି ପ୍ରଭୁ ଦାସ ପଚାରିଲେ। ଆଜି ଆମେ ନିଜକୁ ପଚାରିବା ଦରକାର ଯେ ମୁଁ ବାକ୍ୟ ଫିଙ୍ଗୁଛି ନା ଚିନ୍ତା ଫିଙ୍ଗୁଛି? ମୁଁ ବାକ୍ୟକୁ ଅବିଶ୍ୱାସ କରୁଛି ନା ମୁଁ ଚିନ୍ତାକୁ ବିଶ୍ୱାସ କରୁଛି? ଯଦି ମୁଁ ବାକ୍ୟକୁ ଅବିଶ୍ୱାସ କରିକି ଚିନ୍ତାକୁ ବିଶ୍ୱାସ କରୁଛି, ମୁଁ ଚର୍ଚ୍ଚରେ ଥିଲେ ମଧ୍ୟ ଖୁସିରେ ବଞ୍ଚି ପାରିବି ନାହିଁ। ସଦାବେଳେ ମୋର ହୃଦୟ ଭିତରେ ଅଶାନ୍ତି, ସଦାବେଳେ ମୋ ପାଖରେ ଜଟିଳ, ସଦାବେଳେ ମୋର ହୃଦୟ ଭିତରେ ଅନ୍ଧକାର, ଭୟ ଆଉ ଅବିଶ୍ୱାସରେ ବଞ୍ଚିବାକୁ ବାଧ୍ୟ ହେବୁ।
ଯେମିତିକି ଲଟ ବଞ୍ଚିଲା। କିନ୍ତୁ ଆଜି ମୁଁ ଯାହା ପଢିଛି ଆଜି, ଏ ସମ୍ମିଳନୀ ବ୍ୟକ୍ତି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଧରିକି କୁଆଡେ ନେଲା? ପାନ୍ଥଶାଳାକୁ ନେଲା। ଭାଇ ଭଉଣୀ ମାନେ, ଆପଣଙ୍କୁ ପ୍ରଭୁ ଯୀଶୁ ଧାର୍ମିକ କଲା ପରେ ଜଗତରେ ଛାଡି ନାହାନ୍ତି ଆମକୁ। ସେ ପ୍ରଭୁ ଯୀଶୁ ଆମକୁ ପରିତ୍ରାଣ ଦେଲା ପରେ ଏଇ ଜାଗାରେ ବର୍ତ୍ତମାନ ଏ ସମ୍ମିଳନୀ ବ୍ୟକ୍ତି କିଏ? ଏଇ ଜାଗାରେ ସମ୍ମିଳନୀ ବ୍ୟକ୍ତି ହଉଛନ୍ତି କିଏ? ଯୀଶୁ ଖ୍ରୀଷ୍ଟ। ଏ ନିର୍ଦ୍ଦିଷ୍ଟ ବ୍ୟକ୍ତି କିଏ? ଆମେ ସମସ୍ତେ। ହେଲେ ପରମେଶ୍ୱର ବା ଯୀଶୁ ଖ୍ରୀଷ୍ଟ ଆମକୁ ଧାର୍ମିକ କଲା ପରେ ଆମକୁ ପାନ୍ଥଶାଳାକୁ ନେଇଗଲେ, ମାନେ ପାନ୍ଥଶାଳାର ଅର୍ଥ ହଉଛି ମଣ୍ଡଳୀ। ପାନ୍ଥଶାଳାକୁ ନେଲା ପରେ କଣ କଲେ ଲେଖା ହେଇଛି ବାଇବଲରେ? ଲୁକ 10 ଆଜି ଯୋଉ ବାକ୍ୟ ପଢୁଛୁ, ଖୋଲିବା ଟିକେ, ହେଲେ ବେଶୀ ଗୁରୁତ୍ୱପୂର୍ଣ୍ଣ ବାକ୍ୟ। ଦଶ ପର୍ବର ଜଣେ କିଏ ହେଲେ ପଢନ୍ତୁ। 34 ପଦ ଆଉ 35 ପଦ। 34 ପଦ ନା 35 ପଦ ପଢନ୍ତୁ କିଏ ହେଲେ। ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେଇ ସବୁ ବାନ୍ଧିଦେଲେ, ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନି ଯାଇ ତାହାର ସେବା ଶୁଶ୍ରୂଷା କଲେ। ତହିଁ ଆର ଦିନ ସେଇ 2ଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବା ଶୁଶ୍ରୂଷା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ ତାହା ମୁଁ ବାହୁଡ଼ି ଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି। ଆମେନ୍। ଆଉ ଥରେ 34 ପଦ ଟିକେ ଦେଖାନ୍ତୁ ଡିସପ୍ଲେରେ। 34 ଏବଂ ପାଖକୁ ଯାଇ ତାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେଇ ସବୁ ବାନ୍ଧି ଦେଲେ, ଆଉ ତାହାକୁ ଆପଣ ବାହୁନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନି ଯାଇ ତାର ସେବା ଶୁଶ୍ରୂଷା କଲେ। କିଏ? ସମ୍ମିଳନୀ ବ୍ୟକ୍ତି ନା ନାଇଁ? ସେଥିପାଇଁ ଯୀଶୁ ଏଇ ଜାଗାରେ ସମ୍ମିଳନୀ ବ୍ୟକ୍ତି ମାନେ ଯୀଶୁ ଖ୍ରୀଷ୍ଟ, ଯିଏକି ଆମମାନଙ୍କୁ ଆମର ପାପ ଠାରୁ ଆମକୁ ମୁକ୍ତ କଲେ, ବ୍ୟବସ୍ଥା ଠାରୁ ମୁକ୍ତ କଲେ, ଆଉ ଆମକୁ ପବିତ୍ର ଧାର୍ମିକ କଲା ପରେ ଆମକୁ କୁଆଡେ ନେଇଗଲେ? ପାନ୍ଥଶାଳା ମାନେ ଚର୍ଚ୍ଚକୁ ନେଇଗଲେ, ମଣ୍ଡଳୀକୁ ନେଇଗଲେ। ତାପରେ 35 ପଦରେ କଣ ଲେଖା ହେଇଛି? ଆଉ 35 ପଦ, ତହିଁ ଆର ଦିନ ସେ 2ଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବା ଶୁଶ୍ରୂଷା କର। ତେବେ ପାନ୍ଥଶାଳାର କର୍ତ୍ତାଙ୍କୁ ଏ ସମ୍ମିଳନୀ ବ୍ୟକ୍ତି କଣ କଲେ? 2ଟି ଟଙ୍କା ଦେଲେ, ଆଉ କହିଲେ ଆକୁ ତୁ ସେବା କରୁଥା, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ ତାହା ମୁଁ ବାହୁଡ଼ି ଆସିବା ସମୟରେ ତୁମକୁ ପରିଶୋଧ କରିବି। ଆମେନ୍। ତାର ଅର୍ଥ ହଉଛି ବୋଧେ ଏ ନିର୍ଦ୍ଦିଷ୍ଟ ଲୋକକୁ ସମ୍ମିଳନୀ ବ୍ୟକ୍ତି ଜଣଙ୍କର ହାତରେ ଦେଇଦେଲେ। 2001 ମସିହାରେ ମୁଁ ସୁଷମାଚାର ପାଇଲି, ପରିତ୍ରାଣ ପାଇଲି, ଧାର୍ମିକ ହେଲି, ପବିତ୍ର ହେଲି। ପରିତ୍ରାଣ ପାଇଲା ପରେ ମୁଁ ଯୀଶୁ ମତେ ମଣ୍ଡଳୀକୁ ଆଣିଲେ। ଗୋଟେ ଗୋଟେ ଦିନ ଈଶ୍ୱର ବାକ୍ୟ ଶୁଣି 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 ପରମେଶ୍ୱର ଜଗତରେ ପୃଥକ କଲେ। ଆଉ ଏଇ ଜାଗାରେ ସମ୍ମିଳନୀ ବ୍ୟକ୍ତି ଯେମିତି ପାନ୍ଥଶାଳା କର୍ତ୍ତାଙ୍କୁ ଏ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଲେ, ସେମିତି ଯୀଶୁ ଖ୍ରୀଷ୍ଟ ମତେ ମୋର ସେବା, ମୋର ଜୀବନ ପାଇଁ, ସମସ୍ତ ବିଷୟ ପାଇଁ ଯୀଶୁ କାହାକୁ ଦେଲେ? ଗୋଟେ ପାନ୍ଥଶାଳା ମାନେ ମଣ୍ଡଳୀର କର୍ତ୍ତା ମାନେ ପ୍ରଭୁଙ୍କ ଦାସଙ୍କୁ ଦେଲେ। ଆମେନ୍। ସେ ମଣ୍ଡଳୀର ସେ ଦାସ କିଏ? ଏବ୍ରୀ 13 ପର୍ବ ଜଣେ କିଏ ହେଲେ ପଢିବେ, 7 ପଦ। ଏବ୍ରୀ 13 ପର୍ବ 7 ପଦ। ଯେଉଁମାନେ ତୁମମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିଥିଲେ, ତୁମମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର, ସେମାନଙ୍କର ଜୀବନ ଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କୁ ବିଶ୍ୱାସର ଅନୁକାରୀ ହୁଅ। 17 ପଦ, 13 ପର୍ବ 17 ପଦ। ତୁମମାନଙ୍କର ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ ସେମାନଙ୍କର ସଦୃଶ ସେମାନେ ତୁମମାନଙ୍କର ଆତ୍ମା ସମ୍ବନ୍ଧରେ ପ୍ରହରୀ କର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି।
ଦୁଃଖରେ କଲେ ତୁମ୍ଭମାନଙ୍କର କିଛି ଲାଭ ନାହିଁ। ଏ ବାକ୍ୟ ଯେତେବେଳେ ଆମେ ପଢୁଛୁ ଏଇଟା ବେଶୀ ମୂଲ୍ୟବାନ ବାକ୍ୟ। ତୁମ ମାନଙ୍କର ନେତା ମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହବ ସେମାନଙ୍କର ସଦୃଶ ସେମାନେ ତୁମମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀ କର୍ମ କରନ୍ତି। ହେଲେ ବର୍ତ୍ତମାନ ସମ୍ମିଳନୀ ବ୍ୟକ୍ତି ଯେତେବେଳେ 500 କର୍ତ୍ତାଙ୍କୁ ଚାର୍ଜ ଦେଲେ, ଏ ସମାନ ବାକ୍ୟ ଲାଗୁଛି ନା ନାଇଁ? ତାହେଲେ ଯେପରି ସେମାନେ ତା ଦୁଃଖରେ ନ କରି କଣ କରନ୍ତି, ଆନନ୍ଦରେ କରିପାରନ୍ତି। ସେଥିପାଇଁ ଯେତେବେଳେ ଆମର ଆମ ଆମ ପାଇଁ ପ୍ରହରୀ ଦଳ ପ୍ରହରୀ ଭାବରେ ପ୍ରହରୀ କର୍ମ କିଏ କରୁଛି? ଜଣେ ପ୍ରଭୁଙ୍କ ଦାସ। ପାଷ୍ଟର ଆମକୁ ସକାଳେ ଉଠଉଛନ୍ତି, ପାଷ୍ଟରଙ୍କର ଜୀବନ ଆମକୁ ଉଠଉଛି ନା ନାଇଁ? ଯଦି ସାନୁ ଯଦି ପ୍ରଭୁଙ୍କ ଦାସଙ୍କ ସହିତ ପ୍ରକୃତରେ ହୃଦୟରେ ଜୀବନରେ ସଂଯୁକ୍ତ ହବ, ସତରେ ପାଟିରେ ନାହିଁ, ଧାର୍ମିକ କେମିତି ବଞ୍ଚିବ? ବିଶ୍ୱାସ ଦ୍ୱାରା ବଞ୍ଚିବ। ବିଶ୍ୱାସ କୋଉଠି ଅଛି? ବାକ୍ୟରେ ଅଛି। କୋଉ ବାକ୍ୟରେ ଅଛି? ଖ୍ରୀଷ୍ଟଙ୍କ ବାକ୍ୟରେ ଅଛି। ହେଲେ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଲୋକ ବିଶ୍ୱାସ ଦ୍ୱାରା ବଞ୍ଚିବ, ଧାର୍ମିକ ସେ। ମୋର ଆତ୍ମା ପାଇଁ, ମୋର ଜୀବନ ପାଇଁ ପ୍ରହରୀ କର୍ମ କରିବା ପାଇଁ ପ୍ରଭୁ ଆମକୁ ନେତା ମାନଙ୍କୁ ମାନେ ପ୍ରଭୁଙ୍କ ଦାସ ମାନଙ୍କୁ ଦେଇଛନ୍ତି, ଯୋଉମାନେ କି ଆମମାନଙ୍କୁ ଦୁଃଖରେ ନାହିଁ ଆନନ୍ଦରେ ଆମର ଆମର ପ୍ରହରୀ କର୍ମ ସେମାନେ କରୁଛନ୍ତି। ଆମେନ୍। ହେଲେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବା ପାଇଁ ଏଇଟା କିଛି ଗୋଟେ ବେଶୀ ବଡ କ୍ଲେଶ ଦାୟକ ବିଷୟ ନାହିଁ, ଏଟା ବେଶୀ ଜଟିଳ ଜୀବନ ନାହିଁ। ମାଛକୁ ପାଣି ଭିତରେ ବଞ୍ଚିବା ପାଇଁ ବେଶୀ କଷ୍ଟ କି? ମାଛକୁ ଗଛ ଉପରେ ଚଢିକି ବଞ୍ଚିବା ପାଇଁ, ପକ୍ଷୀକୁ ପାଣି ଭିତରେ ବଞ୍ଚିବା ପାଇଁ ସହଜ ନା କଷ୍ଟ? ପକ୍ଷୀକୁ ଉପରେ ଉଡିବା ପାଇଁ ସହଜ। ପାପୀକୁ ବେଶୀ ଭଲ ଲାଗିବ କୋଉଠି ବଞ୍ଚିବା ପାଇଁ? ଦୁନିଆରେ। ଧାର୍ମିକ ଜଗତରେ କେବେ ବଞ୍ଚି ପାରିବ ନାହିଁ। ଧାର୍ମିକ କେବେ ଜଗତରେ ନିଜର ମନକୁ ଦେଇପାରିବ ନାହିଁ। ମନେ ପକାଅ, ନହଙ୍କ ଜଳପ୍ଲାବନ ସମୟରେ, ନହ ଯେଉଁ ସମୟରେ ସମସ୍ତ ଜଳପ୍ଲାବନ ସରିଲା ପରେ ଜାହାଜରୁ ପ୍ରଥମେ କଣ ପଠେଇଲେ? ଗୋଟେ ଡାମରା କାଉକୁ ପଠେଇଲେ ନା ନାଇଁ? ସେ ଗଲା, ଫେରିଲା କି? କାହିଁକି? ସେ କାଉ ଶବ ଉପରେ ପାଦ ରଖିଲେ ମଧ୍ୟ କିଛି ଫରକ ନାହିଁ, ଖାଇବ ସେ। କିନ୍ତୁ ତାପରେ ଗୋଟେ କାପ୍ତାକୁ ପଠେଇଲେ, କାପ୍ତା ଗଲା 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 କୌଣସି ଜାଗା ସ୍ଥାନ ନ ପାଇବା ଯୋଗୁଁ ବୋଲି ଲେଖା ହେଇଛି, ଏକ୍ଜାକ୍ଟ ୱାର୍ଡ ଲେଖା ହେଇଛି। ସେ ସ୍ଥାନ ନ ପାଇବା ଯୋଗୁଁ ସେ କଣ ଲେଖା ହେଇଛି? ଫେରି ଆସିଲା। ସେଥିରେ ଧାର୍ମିକ କେବେ ମଧ୍ୟ ଚର୍ଚ୍ଚ ବାହାରେ ବଞ୍ଚି ପାରିବ ନାହିଁ। ପ୍ରକୃତ ଧାର୍ମିକ କେବେ ମଧ୍ୟ ବାକ୍ୟ ବିନା ବଞ୍ଚି ପାରିବ ନାହିଁ। ମଣ୍ଡଳୀ ଭିତରେ ଯୋଉ ଲୋକମାନେ ଧାର୍ମିକ କହିକିରି ମଦ ପିଉଛନ୍ତି, ସିଗରେଟ ଟାଣୁଛନ୍ତି, କଦର୍ଯ୍ୟ ଭାବରେ ବଞ୍ଚୁଅଛନ୍ତି, ସେମାନେ ନିଜର କ୍ଷତି କରୁଛନ୍ତି। ସେମାନେ ଆଜି ଲଟ ବିଷୟରେ ପାଷ୍ଟର କଣ ବୋଲି କହିଲେ ଯେ ଲଟକୁ ଈଶ୍ୱର ଯଦିଓ ସଦମରୁ ବାହାର କରିବା ପାଇଁ ଗଲେ ଦୂତମାନଙ୍କ ଦ୍ଵାରା, କିନ୍ତୁ ଲଟର ହୃଦୟ ଭିତରେ ଲଟ କେମିତି ମନ ପରିବର୍ତ୍ତନ କରିନାହିଁ। ସେଥିପାଇଁ ଥରେ ଯଦି ଆପଣମାନେ ପରମେଶ୍ୱର ବାକ୍ୟକୁ ନିର୍ଭର କରିବାର ଜୀବନର ମଜାକୁ ଯଦି ଚାଖିଛନ୍ତି, ତାହେଲେ ଦାଉଦ ଯେପରି ବର୍ତ୍ତମାନ ଗଲିଆଥ ସାମନାରେ ଛିଡା ହେବାର ପାୱାର କୋଉଠୁ ପାଇଲା? ସେ ପୂର୍ବରୁ ପ୍ରଭୁ ତାକୁ କେମିତି ଉଦ୍ଧାର କରୁଥିଲେ, ପ୍ରଭୁ ତା ପାଇଁ କେମିତି କାମ କରୁଥିଲେ, ସେ ସାକ୍ଷ୍ୟକୁ ସେ ମନେ ପକଉଛି ନା। ହଁ, ମତେ ପ୍ରଭୁ ଯିଏକି ମତେ ସାହାଯ୍ୟ କରୁଥିଲେ, ଆଜି ମତେ ପ୍ରଭୁ ମତେ ସାହାଯ୍ୟ କରୁଥିଲେ। ହେଲେ ଧାର୍ମିକର ଜୀବନ ଯାପନ ବେଶୀ ସୁନ୍ଦରମୟ ଅଟେ। ଯେତେବେଳେ ଆମେ ମାନେ ବଞ୍ଚୁଛୁ ଚର୍ଚ୍ଚରେ, କେତେ ମୂଲ୍ୟବାନ ମଣ୍ଡଳୀ ପାଇଛୁ ଆମେ। କିନ୍ତୁ ଶୈତାନ କଣ କରୁଛି? ଶୈତାନର ଟାର୍ଗେଟ ହଉଛି ଧାର୍ମିକ ଯେମିତି ବିଶ୍ୱାସରେ ବଞ୍ଚିବ ନା ବଞ୍ଚିବ ନାହିଁ? ବଞ୍ଚିବ ନାହିଁ। ଧାର୍ମିକ ବିଶ୍ୱାସରେ ନ ବଞ୍ଚିବା ପାଇଁ ଯଦି ଶୈତାନ ଟାର୍ଗେଟ କରୁଛି, ଶୈତାନର କଣ କଣ ଚାଲ କରୁଥିବ ସେ? ମିଛ କଥା କହିବ, ଦେଖେ ଏଠି କିଛି ଶାନ୍ତି ଅଛି, ଏଠି କଣ ରାସ୍ତା ଆଉ କିଛି ଅଛି କି? ଚର୍ଚ୍ଚରେ କିଛି ଫ୍ୟୁଚର ଅଛି କି? ଚର୍ଚ୍ଚ ତାର ତୁ କଣ ପାଇବୁ? ଚର୍ଚ୍ଚରେ କିଛି ବି ନାହିଁ। ତୁ ଚର୍ଚ୍ଚ ସହିତ ଏତେ ସଂଯୁକ୍ତ ହେବା ଆବଶ୍ୟକ ନାହିଁ, ପାଷ୍ଟରଙ୍କ ସହିତ ଏତେ ଜଡିତ ହେବା ଉଚିତ ନାହିଁ। ସେ ତ ମିଶନ ଷ୍ଟୁଡେଣ୍ଟ ବନେଇଦେବେ, ସେ ଚର୍ଚ୍ଚ ରଖିଦେବେ ତତେ। ପକ୍ଷୀକୁ ପାଣି ବାହାରେ ତୁ ବଞ୍ଚେ, ତୁ ପାଣିରେ ରହନା, ତୁ ପାଣି ବାହାରେ ଆସିକିରି ତୁ ତୁ ଆକାଶରେ ରହନା, ଗଛ ଉପରେ ରହନା, ତୁ ପାଣି ଭିତରେ ତୁ ପଶିକି ରହ ବୋଲି
ଶିକ୍ଷା ଯଦି ଜଣେ ଦଉଛି ସେ ପକ୍ଷୀର ଶତ୍ରୁ ନା ପକ୍ଷୀର ସେ ଭଲ ଚିନ୍ତକ? ତ ଶୈତାନ ଯଦି ଆମର ଶତ୍ରୁ ବୋଲି ଆମେ ଜାଣୁଛୁ, ଶୈତାନର ଅସ୍ତ୍ର କଣ? ଶୈତାନ କୋଉ ମାଧ୍ୟମରେ କାମ କରୁଛି? ଚିନ୍ତା ଦ୍ୱାରା। ହେଲେ ଯୋଉ ଲୋକମାନଙ୍କର ଜୀବନରେ ଚିନ୍ତାରୁ ଫେରି ଆସିବାର ରିପେଣ୍ଟାନ୍ସ ମାନେ ମନ ପରିବର୍ତ୍ତନ ହେଇନାହିଁ, ତାହେଲେ ଚର୍ଚ୍ଚରେ ଥାଇକି ମଧ୍ୟ ଲଟ ପରେ ସେମାନେ ସବୁବେଳେ ସଦମରେ ଏକା ରହିବା ପାଇଁ ଚାହୁଁଛନ୍ତି। ପାଟି କହୁଛି ଧାର୍ମିକ, ଜୀବନ ସମ୍ପୂର୍ଣ୍ଣ ଭାବରେ କଦର୍ଯ୍ୟ। ସେଥିପାଇଁ ଆଜି ଆମେ ସ୍ପଷ୍ଟ ଦେଖିବା କଣ ବୋଲି, ଯେ ଏଇ ଯୋଉ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଏ ପାନ୍ଥଶାଳା କର୍ତ୍ତାଙ୍କ ହାତରେ ଦିଆଯାଇଛି। କିଏ ଦେଇଛି? ସ୍ୱାମୀର ବ୍ୟକ୍ତି ଦେଇକି କଣ କହିଲେ? ମୁଁ ବାହୁଡି ଆସିବି ବୋଲି କହୁଛ ନା ନାଇଁ? ମୁଁ ଆଉ ଥରେ ଫେରିବି। ମୁଁ ବାହୁଡି ଆସିବା ସମୟରେ ଯାହା କିଛି ଅଧିକ ଖର୍ଚ୍ଚ କରିଥିବ ତମେ, ମୁଁ ସବୁ ଦେବି ତମକୁ। ହେଲେ ଏଇ ସ୍ୱାମୀର ବ୍ୟକ୍ତି ଯୋଉ ବାହୁଡି ଆସିବା ଆଉ ଥରେ ଅର୍ଥ କଣ? ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ କହୁଛି ଭାଇ। ଯୀଶୁ ଯେଉଁଠାରେ ଦ୍ୱିତୀୟ ଆଗମନ କରିବେ, ସେ ପ୍ରଥମ ଆଗମନ ସଦୃଶ ସେ ଆସିବେ ନାହିଁ। ପ୍ରଥମ ଆଗମନରେ ସେ ବର୍ତ୍ତମାନ ବେଥେଲି ନଗର ଭିତରେ ଗୁହାଳ କୁଣ୍ଡ ଜନ୍ମଗ୍ରହଣ କରୁଥିଲେ। କିନ୍ତୁ ଦ୍ୱିତୀୟ ଆଗମନରେ ଯୀଶୁ ଖ୍ରୀଷ୍ଟ ଏଇ ଜଗତରେ ଆଉ ଜନ୍ମ ଏମିତି ଆସିବେ ନାହିଁ। ସେ ମଧ୍ୟ ଆକାଶକୁ ଆସିବେ ପବିତ୍ର ଆତ୍ମାଙ୍କ ଠାରୁ। ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ଆସିବେ ମଧ୍ୟ ଆକାଶକୁ। ଆଉ ଆମେ ଯେମିତି ଗୀତ ଗାଉଛୁ, ଏ ମୋର ଶରୀର ହେବ ରୂପାନ୍ତର, ଏ ମୋର ଶରୀର ହେବ କଣ? ହବ ରୂପାନ୍ତରିତ ହବ। ସେଥିପାଇଁ ଧାର୍ମିକ ମାନେ ରେପଚର ହେବେ, ମାନେ ରୂପାନ୍ତରିତ ହେବେ। ଧାର୍ମିକ ମାନେ କେମିତି ରୂପାନ୍ତରିତ ହେବେ? ଦେଖ, ସେଠି ଚୁମ୍ବକ ଅଛି, ଆହୁରି ସେଠି ଲୁହା ଅଛି, ଆଉ କାଠ ଗୋଟେ ଅଛି। ହେଲା, ଏଇଟା ମନେକର ଚୁମ୍ବକ, ଏଇଟା ହଉଛି କାଠ, ଆଉ ଗୋଟେ ପଟେ ଲୁହା ଅଛି। ହେଲେ ଚୁମ୍ବକକୁ କି ଯାଇକି ଲାଗିବ? ଲୁହା ନା କାଠ? ହେଲେ ବର୍ତ୍ତମାନ ମଧ୍ୟ ଆକାଶକୁ ଯୀଶୁ ଆସିବେ ପବିତ୍ର ଆତ୍ମାଙ୍କ ଦ୍ୱାରା, ଧାର୍ମିକ ମାନେ ଯୀଶୁଙ୍କ ସହିତ ସଂଯୁକ୍ତ ହେବେ, ରେପଚର ହେବେ, ରୂପାନ୍ତରିତ ହେବେ। ମଧ୍ୟ ଆକାଶରେ ବର୍ତ୍ତମାନ ଯୀଶୁଙ୍କ ସହିତ ଆମର ମିଳନ ହବ। କିନ୍ତୁ ଯୀଶୁଙ୍କ ସହିତ ଆମର ମିଳନ ହେଲା ପରେ ସେଠି 3.5 ବର୍ଷ ପର୍ଯ୍ୟନ୍ତ ବିଚାର ହବ। ଧାର୍ମିକର ମଧ୍ୟ ବିଚାର ହବ, ଧାର୍ମିକ କେମିତି ବଞ୍ଚିଛି। ତ ମୁଁ ଆଜି କହିବାକୁ ଚାହୁଁଛି ମେନଲି, ଯେ ମୁଁ କଣ ପାନ୍ଥଶାଳା କର୍ତ୍ତାଙ୍କ ହାତରେ ଧରା ଯାଇଛି କି? ଆଜି ମୋର ଜୀବନ, ଆଜି ମୋର ମନ, ଆଜି ମୋର ଯୋଜନା, ଆଜି ମୋର ନିଷ୍ପତ୍ତି, ଆଜି ମୋର ପ୍ରତ୍ୟେକ ବିଷୟ ପାନ୍ଥଶାଳାର କର୍ତ୍ତାଙ୍କ ହାତରେ ମୁଁ ଦେଇଛି କି? ସମ୍ମିଳନ ବ୍ୟକ୍ତି ଅଲରେଡି ଦେଇ ସାରିଛନ୍ତି ଅଥରିଟି, ଚାର୍ଜ। କିନ୍ତୁ ଯେତେବେଳେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭାବିବ, ଆରେ ଏଇ କର୍ତ୍ତାକୁ ମତେ ଭଲ ଲାଗୁନି, ଆଉ ଏ ପାନ୍ଥଶାଳାର କର୍ତ୍ତାକୁ ମତେ ପସନ୍ଦ ନାହିଁ, ମୁଁ ଯାଉଛି ବାହାରକୁ, ମୋ ପାନ୍ଥଶାଳାରେ ରହିବା ପାଇଁ ମୋର ଇଚ୍ଛା ନାହିଁ, ଆଉ ମୁଁ ବାହାରକୁ ଯାଉଛି, ସେ ପଳେଇବ। ସମ୍ମିଳନ ବ୍ୟକ୍ତି ଯଦି ଆସିବେ, ସେ କୋଉଠୁ ଖୋଜେଇବେ? ଯୋଉଠି ଛାଡିକି ଯାଇଥିଲେ ସେଠୁକୁ ଆସିବେ। ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। ଯୀଶୁଙ୍କର ଆଗମନ ପର୍ଯ୍ୟନ୍ତ, ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ, ଯୀଶୁଙ୍କର ମୃତ୍ୟୁ ପୂର୍ବରୁ, ଯୀଶୁଙ୍କର ଆସିବା ପୂର୍ବରୁ ମୋର ମୃତ୍ୟୁ ହବ, ଏ ଶରୀର ମାଟିରେ ମିଶିଯିବ, ମୋର ହୃଦୟରେ ମୁଁ କଣ ସଂଗ୍ରହ କରିଥିବି ତାହା ବଞ୍ଚିଥିବ। ପ୍ରଭୁ କଣ କହିଲେ? ତମେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ ରଖି ତମେ ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କର, ଲେଖା ହେଇଛି ନା ନାଇଁ? ହେଲେ ଆମେ କେବେ ଶିଖିଛୁ, ଆମେ କେବେ ଜାଣିଛୁ ଅଦୃଶ୍ୟ ବିଷୟକୁ କେମିତି ସଂଗ୍ରହ କରିବାଟା? ଆମେ ସମସ୍ତେ ପୋଖତ ଭାବରେ ଜାଣିଛୁ ଦୃଶ୍ୟ ବିଷୟ ଗୁଡାକୁ ସଂଗ୍ରହ କରିବା ପାଇଁ। ଆମ ଜୀବନରେ ଯାହା ଦେଖାଯାଉଛି ସେ ବିଷୟ ଆଣିବା ପାଇଁ ଆମ ଜୀବନରେ ଆମେ ବେଶୀ ଭଲ ଜ୍ଞାନ ଅଛି ନା? କିନ୍ତୁ ଅଦୃଶ୍ୟ ବିଷୟକୁ ତମେ ସଂଗ୍ରହ କର ବୋଲି ପ୍ରଭୁ କହିଲେ। ହେଲେ ଅଦୃଶ୍ୟ ବିଷୟକୁ ସଂଗ୍ରହ କଲା ପୂର୍ବରୁ ମୋ ପାଖରେ ଜ୍ଞାନ ଅଛି, ଆଖି ଅଛି ଦେଖିବା ପାଇଁ ଯେ ଅଦୃଶ୍ୟ ବିଷୟ ଅଛି କୋଉଠି, ଆଉ କଣ ସେ ଅଦୃଶ୍ୟ ବିଷୟ ଗୁଡାକ? ସେ ଅଦୃଶ୍ୟ ବିଷୟ ହଉଛି ପରମେଶ୍ୱରଙ୍କର ହୃଦୟ, ଯାହାକି ବାକ୍ୟ ଭିତରେ ଅଛି। ହେଲେ ଈଶ୍ୱର ବାକ୍ୟକୁ ସଂଗ୍ରହ କରନ୍ତୁ ଆପଣମାନେ ଆପଣଙ୍କର ଜୀବନ ପାଇଁ। ସପ୍ତାହକୁ 2 ଥର ମେନ୍ ସର୍ଭିସ ହଉଛି ବୁଧବାର ଆଉ ରବିବାର।
ଭିଡିଓ ଅଫ୍ କରିକିରି ଖାମଖିଆଲି ଭାବରେ କିଛି ତ ଏତେ ଇମ୍ପୋର୍ଟାଣ୍ଟ ନାହିଁ, ହଁ ବୁଧବାର ଗିର୍ଜା ତ ବସିବା କଥା ଆଉ। ଏ ପ୍ରକାର ଲୋକମାନେ ଆମ ଚର୍ଚ୍ଚରେ 70ରୁ 75 ଭାଗ ଅଛନ୍ତି। ମୁଁ ସେମାନଙ୍କୁ ଆଜି ବେଶୀ ଗାଳି କରିବାକୁ ଚାହୁଁଛି। ଆଜି ଯୋଉ ଲୋକମାନେ ବୁଧବାର ଗିର୍ଜାକୁ ଆସିନାହାନ୍ତି, ହେଇଥାଇପାରେ କି ମେଡିକାଲରେ ଥିବ କି ଅସୁବିଧା ଥିବ, ଚଳିବ, ସେଟା ପାଇଁ ମୁଁ କିଛି କହିପାରିବନି। ଯୋଉମାନଙ୍କ ସମୟ ଅଛି, ଇଚ୍ଛା ନାହିଁ, ହୃଦୟ ନାହିଁ ସର୍ଭିସର ବାକ୍ୟ ଶୁଣିବା ପାଇଁ, ଶୈତାନ ଦ୍ୱାରା ଧରାଇକି ବଞ୍ଚୁଛନ୍ତି ସେମାନେ। ଆଜି ସକାଳେ ପାଷ୍ଟର ଆମକୁ ଏତେ ମୂଲ୍ୟବାନ ବାକ୍ୟ ଦେଲେ, ଏତେ ଗଭୀର ବିଷୟକୁ ପାଷ୍ଟର ଆଜି ଆମକୁ କହିଲେ, କେମିତି ଆମମାନଙ୍କ ହୃଦୟକୁ ଆମେ ପରିଚାଳନା କରିବା, କେମିତି ଆମର ହୃଦୟକୁ ଆମେ ବ୍ୟବହାର କରିବା। ଗୋଟେ ଛୋଟ ପିଲା, ମାନେ 12, 13, 15, 16 ବର୍ଷର ଗୋଟେ ପିଲା, ଗୋଟେ ଷ୍ଟୁଡେଣ୍ଟ ମତେ କହିଲା, ପାଷ୍ଟର ମୁଁ ଆପଣଙ୍କୁ ବେଶୀ ଅଭିଯୋଗ କରୁଛି, ମୁଁ ରାଗୁଛି ଆପଣଙ୍କୁ। ହେଲେ ମୁଁ ତାର କଥା ଶୁଣିକି ମୁଁ ତାକୁ ରାଗିଥିବି ଭାବୁଛ କି? ମତେ ବହୁତ କଷ୍ଟ ଲାଗିଲା। ଏବେଠୁ ତତେ ଶୈତାନ ୟୁଜ କଲାଣି ବୋଲି କହିଲି ମୋର ମନରେ। ମୁଁ ଦେଖିଲି ଚିନ୍ତାକୁ ବିଶ୍ୱାସ କରିବା ପାଇଁ କେମିତି ଶୈତାନ ଠକୁଛି। ପ୍ରଭୁ ନେତାମାନଙ୍କୁ ଦେଇଛନ୍ତି, ସେମାନେ ଆମର ପ୍ରହରୀକର୍ମ କରୁଛନ୍ତି ଆମ ଆତ୍ମା ପାଇଁ। ଦୁଃଖରେ ନା ଆନନ୍ଦରେ ଲେଖା ହେଇଛି? ଆନନ୍ଦରେ ଲେଖା ହେଇଛି। ମୋ ପାଖରେ କୌଣସି କଣ୍ଡିସନ ହିଁ ନାହିଁ ମୁଁ ଶାରୀରିକ ଭାବରେ ଜଣକୁ ଅଭିଯୋଗ କରିବା, କାରଣ ପ୍ରଭୁ ମୋ ଜୀବନରେ ଅନେକ ଗୁଡେ କାମ କରିକି ଆସିଅଛନ୍ତି। ସ୍ୱତନ୍ତ୍ର ଭାବରେ ନିଜର ଛବିକୁ ଦେଖିବା ପାଇଁ ପ୍ରଭୁ ମତେ ସବୁଦିନ ବାକ୍ୟ ଦଉଛନ୍ତି, ସବୁବେଳେ। ଯୋଉ ସମୟରେ 5 ଜଣ ନିର୍ବୁଦ୍ଧି କନ୍ୟା ମାନେ ଦୀପ ଜଳିବା କେତେ ଗୁରୁତ୍ୱପୂର୍ଣ୍ଣ ଏ ବିଷୟକୁ ନ ଭାବିକି ସେମାନେ ଢୋଳେଇ ଗଲେ, ଲେଖା ଶୋଇ ପଡିଲେ। ସେମାନେ ଢୁଳାଉ ଢୁଳା ଶୋଇ ପଡିଲେ। ମଧ୍ୟରାତ୍ରରେ କୋଳାହଳ ହେଲା, ଆରେ ବର ଆସିଲେ, ବର ଆସିଲେ, ବର ଆସିଲେ, ବର ଆସିଲେ, ବର ଆସିଲେ। ଧଡ଼ପଡ଼ ହେଇକି ଉଠୁଛନ୍ତି ଏମାନେ। ଦେଖିଲା ବେଳକୁ ତାଙ୍କର ପାତ୍ରରେ କଣ ନାହିଁ? ତେଲ ନାହିଁ, ଯୋ ଦ୍ୱାରା କି ଦୀପ ଜଳୁନାହିଁ। ଆରେ ଆମକୁ ଟିକେ ତେଲ ଦିଅ, ଆମକୁ ତେଲ ଦିଅ। ସେ ସମୟରେ ବର୍ତ୍ତମାନ ସୁବୁଦ୍ଧି କନ୍ୟା ମାନଙ୍କର ଦୀପ ଜଳୁଥିଲା ନା ନାଇଁ? କିନ୍ତୁ ସେଇଟା ଗୋଟେ ସମୟ ନଥିଲା ଯୋଉ ସମୟରେ ସେମାନେ ତେଲକୁ ଦେଇପାରିବେ। ଆମ ପାଇଁ ତ କମ ଅଛି, ତମେ ଯାଅ ବଜାର ଆଣ। ନାଇଁ ସମୟ ନାହିଁ, ଆଉ ବର ଆସିଲେ ଆଉ ସୁବୁଦ୍ଧି କନ୍ୟା ମାନଙ୍କୁ ପ୍ରବେଶ କରାଇଲେ, ଆଉ କବାଟ ବନ୍ଦ ହେଲା, ଲେଖା ହେଇଛି। ନିର୍ବୁଦ୍ଧି କନ୍ୟା ମାନେ କହିଥିବେ ଆମ ପାଇଁ କବାଟ ଖୋଲ, ଆମ ପାଇଁ କବାଟ ଖୋଲ। ତମେ କିଏ? ତମକୁ ଜାଣିନାହିଁ ବୋଲି କହୁଛନ୍ତି। ଭାଇ ଭଉଣୀ ମାନେ, ଆମେ ଚିନ୍ତା କରିବା ଦରକାର। ମୁଁ କଣ ସେ ନିର୍ଦ୍ଦିଷ୍ଟ ବ୍ୟକ୍ତି ସଦୃଶ ସମ୍ମିଳନ ବ୍ୟକ୍ତି ଯାହାର ହାତରେ ମତେ ଦେଇଛନ୍ତି, ମୁଁ ତାର ବାଧ୍ୟ ହେଇକି ବଞ୍ଚୁଛି କି? ଆଜି ରବିବାର ଦିନ ଗିର୍ଜା ହଉଛି, ଆମର ବୁଧବାର ଦିନ ଗିର୍ଜା ହଉଛି, ମର୍ଣ୍ଣିଂ ସର୍ଭିସ ହଉଛି। ସେଟା କଣ ମଣିଷର ଶରୀର ଦ୍ଵାରା ଉଦ୍ୟୋଗ ଦ୍ଵାରା ହେଇପାରୁଛି? କେବେ ବି ନାହିଁ। ମଣ୍ଡଳୀର ମସ୍ତକ ହଉଛନ୍ତି ଯୀଶୁଖ୍ରୀଷ୍ଟ। ପବିତ୍ର ଆତ୍ମା ଆମର ଚର୍ଚ୍ଚରେ ବଞ୍ଚିକି ଅଛନ୍ତି। ପ୍ରତ୍ୟେକ ସମୟରେ ଆମକୁ ପାଷ୍ଟର ମାନେ, ଆମର ସିନିୟର ପାଷ୍ଟର ମାନେ ଆମକୁ ଉଠଉଛନ୍ତି, ଆମକୁ ବାକ୍ୟ ଦଉଛନ୍ତି, ଆମକୁ କଢେଇକି ନଉଛନ୍ତି। କିନ୍ତୁ ମୋର ହୃଦୟ ଭିତରେ ମୁଁ କଣ ଭାବୁଛି? ଆରେ ମୁଁ ପାଷ୍ଟର ହାତରେ କାହିଁକି ଥିବା ଦରକାର? ମୁଁ କାହିଁକି ଚର୍ଚ୍ଚର ଶୁଣିବା ଦରକାର? ମୁଁ ଜ୍ଞାନୀ, ମୁଁ ବୁଦ୍ଧିମାନ, ମୁଁ ଜାଣିଛି ସବୁ କଥା, କିଛି ଆବଶ୍ୟକ ନାହିଁ। ନାମାନ ଯଦି କ୍ଷୁଦ୍ର ବାଳିକାର କଥା ଶୁଣି ନଥାନ୍ତା, ସେ କେମିତି ଇଲିଶାଙ୍କ ପାଖକୁ ଯାଇକି ଭେଟି ପାରିଥାନ୍ତା? ନାମାନ ଯଦି ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ସକ୍ଷମ ହେଇନଥାନ୍ତା, କ୍ଷୁଦ୍ର ବାଳିକାଙ୍କର ମୁଖ ଦ୍ୱାରା ସେ କେବେ ମଧ୍ୟ ଇଲିଶାଙ୍କ ପାଖକୁ ଯାଇପାରୁନଥାନ୍ତା। ଆଉ ଇଲିଶା ପାଖକୁ ନ ଯାଇଥିଲେ ସେ କେମିତି ଉଦ୍ଧାର ପାଇଥାନ୍ତା? ମୁଁ ଉଦୟଗିରି ଚର୍ଚ୍ଚକୁ ଆସିଲା ପୂର୍ବରୁ ମୋ ପାଖରେ ବହୁତ ବୋଝ ଥିଲା। ଯଦି ଫ୍ରାଙ୍କଲି କହିବି ମୁଁ ଆପଣଙ୍କୁ, ତାହେଲେ ଚର୍ଚ୍ଚ ଭିତରେ ମୋ ପାଖରେ ମୋ ନିଜର ଷ୍ଟାଣ୍ଡାର୍ଡକୁ ନେଇକି ମୁଁ ବଞ୍ଚିଲି ବହୁତ ଲମ୍ବା ସମୟ ଧରିକି। ମୋ ନିଜର ମାପଦଣ୍ଡ, ମୋ ନିଜର ପସନ୍ଦ, ମୋ ନିଜର ଇଚ୍ଛାକୁ ନେଇକି ବଞ୍ଚିଲି ମୁଁ। ପ୍ରଭୁ ମତେ ସେଇ ପ୍ରକାର ଲୋକମାନଙ୍କୁ ହିଁ ସଂଯୁକ୍ତ କରିବା ପାଇଁ ଚାହିଁଲେ, ଯୋଉ ଲୋକମାନଙ୍କୁ ମୁଁ ଆଦୌ ପସନ୍ଦ କରୁନଥିଲି। ଜାଗତିକ ଭାବରେ ବଞ୍ଚିବା ସମୟରେ ମୋର ପସନ୍ଦ, ମୋର ଇଚ୍ଛା। ମୁଁ ଭଉଣୀ, ଆପଣ ବାକ୍ୟ ଶୁଣୁଛନ୍ତି ନା ନାଇଁ? ଅନିଲ
ଅନିଲ ବୋଲି ଯୋଉ ନାଁ ଲେଖା ହେଇଛି ବାଲିଗୁଡା ଚର୍ଚ୍ଚର, ଆପଣ ହସୁଛନ୍ତି ନା ବାକ୍ୟ ଶୁଣୁଛନ୍ତି? ହୁଁ? ଏତେ ଗୁରୁତ୍ୱପୂର୍ଣ୍ଣ ବିଷୟ କହୁଛି ବୋଲି ଲାଗୁନି କି ଆପଣଙ୍କୁ? ଭଲରେ ଶୁଣନ୍ତୁ ବାକ୍ୟ। ପରମେଶ୍ୱରଙ୍କର ବାକ୍ୟ ଆଗରେ ଆମକୁ ନମ୍ର ହେବାକୁ ପଡିବ। ତ ସତରେ ପରମେଶ୍ୱର ମୋର ହୃଦୟ ଭିତରେ ମୁଁ ଯୋଉ ବିଷୟକୁ ପସନ୍ଦ କରୁନାହିଁ ସେ ବିଷୟକୁ ଦେଲେ। ଆଜି ସେକେଣ୍ଡ ପାର୍ଟର ମୁଁ କହିକି ସରେଇବି। ମାର୍ଥା ଘରକୁ ଯୀଶୁ ଗଲେ। ଘରେ ମାର୍ଥା ଅଛି ଆଉ ମରିୟମ ଅଛି। ମାର୍ଥା ବହୁତ ବ୍ୟସ୍ତ ହଉଛନ୍ତି ରୋଷେଇ ଘରେ, କିନ୍ତୁ ମରିୟମ ଯୀଶୁଙ୍କ ପାଦ ତଳେ ବସିକି ବାକ୍ୟ ଶୁଣୁଛନ୍ତି, ଲେଖା ହେଇଛି। ହେଲେ ମରିୟମକୁ ଦେଖୁଛନ୍ତି ଲୋକମାନେ, ଦେଖିବେ ମନେକର କିଛି କରୁନାହିଁ, ଚୁପଚାପ ବସିକି ଅଛି ସେ। କାହା ସାମ୍ନାରେ? ଯୀଶୁଙ୍କ ପାଦ ତଳେ। ମାର୍ଥା ବହୁତ ବ୍ୟସ୍ତ ହଉଛି, ରୋଷେଇ ଘରେ ଏଇଟା ତରକାରୀ ସେଇଟା ତରକାରୀ ଯୀଶୁଙ୍କ ପାଇଁ ବ୍ୟତିବ୍ୟସ୍ତ କି ସେ ପ୍ରସ୍ତୁତ କରୁଛି। ଯୋଉ ଲୋକମାନେ ନିଜର ଶାରୀରିକ ଦୃଷ୍ଟିରେ ଦେଖିବେ, ନିଜ ଅନୁସାରେ ଦେଖିବେ, ମାର୍ଥାରେ ମରିୟମ ଭିତରେ କାହାକୁ ସେମାନେ ପ୍ରଶଂସା କରିବେ? ମାର୍ଥାକୁ ନା ମରିୟମକୁ? ଆରେ ଏତେ କାମ କରୁଛି, ଏତେ ମୂଲ୍ୟାୟନର କାମ କରୁଛି, ଇଏ କେମିତି କିଛି ନ କରି ଖାଲି ବସିକି ଶୁଣୁଛି? ଇଏ କେମିତି ଶୁଣୁଛି? ଏ ଲୋକ କିଛି ବି କରୁନାହିଁ। ଯୀଶୁ ତାଙ୍କର ଯାଇଛନ୍ତି, କିଛି ନ କରି ଖାଲି ବସିକି ରହୁଛି। ଯୀଶୁ ଖ୍ରୀଷ୍ଟଙ୍କର ଦୃଷ୍ଟିରେ ଯୀଶୁ କାହା ସହିତ ଖୁସି ଥିଲେ? ମାର୍ଥା ଆସି କହୁଛି ଯୀଶୁଙ୍କୁ, ଯୀଶୁ ଦେଖନ୍ତୁ ଇଏ ମୋର ଭଉଣୀ କିଛି କରୁନାହିଁ, ଟିକେ ସାହାଯ୍ୟ କଲେ ହୁଅନ୍ତା ନାଇଁ ମତେ? ଯୀଶୁ ସେ ସାର୍ କଣ କହିଲେ? ମୁଁ ପଚାରିବି। ସବୁ ତ ଭିଡିଓ ଅଫ୍ ଅଛି, କାହାକୁ ପଚାରିବେ? ଯିଏ ଭିଡିଓ ଅନ୍ କରିଛି ସବୁ ଜାଣିଥିବେ ସେମାନେ। ମାର୍ଥା କଣ କହିଲେ? ମାର୍ଥା ମାର୍ଥା ତମେ କାହିଁକି ବହୁତ ବିଷୟରେ ଏତେ ବ୍ୟତିବ୍ୟସ୍ତ ହଉଛ ତମେ, ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି। ମାନେ ମରିୟମ ଯୋଉ ଯୀଶୁଙ୍କ ପାଦରେ ବସିକି ଶୁଣୁଥିଲା, ସେଇଟା ଯୀଶୁଙ୍କ ପାଇଁ ବେଶୀ ସନ୍ତୁଷ୍ଟତା ନା ନାଇଁ? ଆମ ଜୀବନରେ ଆମେ ମାର୍ଥା ପରି ବଞ୍ଚିବା ଦରକାର ନା ଆମେ ମରିୟମ ପରି ବଞ୍ଚିବା ଦରକାର? ଦୀର୍ଘ 25 ବର୍ଷ ପର୍ଯ୍ୟନ୍ତ ମୁଁ ଚର୍ଚ୍ଚରେ ରହିକି ଆସିଛି। 2001 ମସିହାରୁ 2026 ହେଇଗଲା ବର୍ତ୍ତମାନ। ଆମ ପାଷ୍ଟର ମତେ ଗୋଟେ ବିଷୟ କହିଲେ, ମତେ ଏବେ ବି ମନେ ଅଛି ସେ ଦୃଶ୍ୟ, ସେ ଜାଗା ମୁଁ ଭୁଲିବି। 2003 ମସିହା ଲାଷ୍ଟ ମାସ, ଶେଷ ମାସ, ନଭେମ୍ବର ନା ଡିସେମ୍ବର। ପାଷ୍ଟର ଗାଡି ଚଲଉଛ, ମୁଁ ଗାଡି ଚଲଉଛି ବାଇକ୍, ପାଷ୍ଟର ମୋ ପଛରେ ବସୁଛୁ। କୁଆଡେ ଗୋଟେ ପଚାର ଯାଇଥିଲୁ, ବନ୍ଧ ଛକ ଆମର ଉଦୟଗିରି ଚର୍ଚ୍ଚର, ଆମେ ଉଦୟଗିରିର ଯୋଉ ବନ୍ଧ ଛକ ଅଛି, ହଠାତ୍ ପାଷ୍ଟର କହିଲେ ତୁ ଏଇଠି ଗାଡି ରଖେ କହିଲେ, ଆଉ ମୁଁ ଗାଡି ରଖିଲି। ପାଷ୍ଟର ଓହ୍ଲେଇ ବୋଲି କହିଲେ, ମୁଁ ଓହ୍ଲେଇଲି। ପାଷ୍ଟର ଓହ୍ଲେଇଲେ, ଆଉ ମତେ କହିଲେ ତତେ ଗୋଟେ କଥା କହିବା ପାଇଁ ମୁଁ ତତେ ଓହ୍ଲେଇଲି। ତୁ ଯଦି ସୁଷମାଚାର ଭିତରେ ନିଜର ଜୀବନକୁ ଦେବୁ, ତୁ ଯଦି ମୋର କଥା ଶୁଣିବୁ, ମୋ ସହିତ ସଂଯୁକ୍ତ ହବୁ, 20 ବର୍ଷ ପରେ 25 ବର୍ଷ ପରେ ତୋ ଲାଇଫ ବହୁତ ପରିବର୍ତ୍ତନ ହେଇଯାଇଥିବ। ସୁଷମାଚାର ପାଇଁ ବଞ୍ଚିବା ପାଇଁ ଯୋଉ ଦୁନିଆ ଯୋଉ ଜୀବନ ପ୍ରଭୁ ତ ଦେଇଛନ୍ତି, ତାହା ହଉଛି ବହୁତ ମୂଲ୍ୟବାନ। ସେ ସାର୍ ପାଷ୍ଟର କଣ କହୁଛନ୍ତି ମୁଁ କିଛି ବୁଝିଲି ନାହିଁ। କଣ କହୁଛନ୍ତି ପାଷ୍ଟର ମୁଁ ଜାଣୁନାହିଁ। ସମୟ ବିତିଗଲା, ବର୍ଷ ବିତିଗଲା। ମୁଁ କହିବାକୁ ଚାହୁଁନି ଏଇ ଦୀର୍ଘ 25 ବର୍ଷ ଭିତରେ ମୁଁ ଅଭାବରେ, ଅସୁବିଧାରେ ପରିହାସ ହେଇନାହିଁ, ତୁଚ୍ଛୀକୃତ ହେଇନାହିଁ, ସେମିତି କହୁନାହିଁ। ମୋର ଦୀର୍ଘ 25 ବର୍ଷର ଯାତ୍ରାରେ, ଏଇ ଚଳଚ୍ଚିତ୍ର ଯାତ୍ରାରେ ଅଧିକାଂଶ କ୍ଷେତ୍ରରେ ମୁଁ କଷ୍ଟ, ଦୁଃଖ, ଅନେକ ଗୁଡିଏ ପରିହାସ ଜନକ କଥା ମୋ ଆଡକୁ, ଅନେକ ଗୁଡିଏ ବିଷୟ ଗୁଡାକ ଯାହାକି ମତେ ଆଦୌ ପସନ୍ଦ ନଥିଲା ପୂର୍ବରୁ, ଅନେକ ଗୁଡିଏ ମାଧ୍ୟମରେ ପ୍ରଭୁ ମତେ ଚର୍ଚ୍ଚରେ ପ୍ରକାଶ କରୁଛନ୍ତି ମୁଁ ଜଣେ ଅକର୍ମଣ୍ୟ ଦାସ। କିନ୍ତୁ ତାର ପ୍ରତିଫଳରେ ଯଦି ମୁଁ କହିବି ତାହେଲେ ବାଇବଲରେ ଯୋସେଫ ବୋଲି ଗୋଟେ ଲୋକ, ଯିଏକି କିଛି ଜାଣିନଥିଲେ କଣ ହେବାକୁ ଯାଉଛି ତାଙ୍କ ଜୀବନରେ ଆଗକୁ,
ଯାକୋବ ସ୍ୱତନ୍ତ୍ର ଭାବରେ ନିଜର ପୁତ୍ର ଯୋସେଫକୁ ଭଲ ପାଉଥିଲେ। ନାନା ରଙ୍ଗର ବସ୍ତ୍ର ସେ ପିନ୍ଧେଇ ଦେଇଥିଲେ ତାଙ୍କୁ। ତ ସେ ନାନା ରଙ୍ଗର ବସ୍ତ୍ର ଚିରିଗଲା ଯୋସେଫ ଠାରୁ। ଗାତରେ ଠେଲା ହେବାର ପରିସ୍ଥିତିକୁ ଯୋସେଫଙ୍କ ଜୀବନରେ ଆସିଲା। ପଟିବର୍ଗରେ ବ୍ୟଭିଚାରୀ ବୋଲି ପ୍ରକାଶ ପାଇବାର ମଧ୍ୟ ସ୍ଥିତି ଆସିଲା। କେତେ ଲଜ୍ଜାକର ବିଷୟ। ଆଜି ଅନେକ ଗୁଡିଏ ସମୟରେ ଯୋସେଫ ଭାବୁଥିବ, ଆରେ କଣ ହେଲା ମୋ ଲାଇଫରେ, ମୁଁ କାହିଁକି ଏମିତି ଏମିତି ହଉଛି, କାହିଁକି ମୁଁ ନ ଇଚ୍ଛା କରିବା ବିଷୟ ଗୁଡାକ ହିଁ ମୋର ଜୀବନକୁ ଆସୁଛି। ଲାଷ୍ଟରେ ବନ୍ଦିଶାଳାରେ ବନ୍ଦୀ ହେଇଗଲା ଯୋସେଫ। ସେ କେବେ ମୋତେ ଭାବିନଥିବେ ପୂର୍ବରେ ମୁଁ ଏମିତି ହେବି କହିକି। କିନ୍ତୁ ପରବର୍ତ୍ତୀ ସମୟରେ ଯୋସେଫ ଜଣେ ବହୁତ ବଡ ପୋଜିସନକୁ ସେ ପାଇଲେ। ଗଭର୍ଣ୍ଣର ହେଲେ ସେ। ଦୀର୍ଘ 7 ବର୍ଷର ଦୁର୍ଭିକ୍ଷର ସମସ୍ୟାକୁ ପରିଚାଳନା କରିବା ପାଇଁ ପ୍ରଭୁ ତାକୁ ନିଯୁକ୍ତ କରିଥିଲେ। ଏ ମଣ୍ଡଳୀକୁ ଆସିଲା ପରେ ପରମେଶ୍ୱର ଅନେକ ଗୁଡିଏ ମାଧ୍ୟମରେ କାମ କରିକି ଆସୁଛନ୍ତି ଆମ ସମସ୍ତଙ୍କ ଜୀବନରେ। ଭାଇ ଭଉଣୀ ମାନେ, ମାର୍ଥା କେବଳ ପାଇଲାନି ନିଜ ଭିତରେ ସେ ସର୍ତ୍ତକୁ, ଯୋଉ ସର୍ତ୍ତ ମରିୟମ ପାଇଲା ଯୀଶୁଙ୍କ ସାମ୍ନାରେ। ମାର୍ଥା ଭାବିଲା ମୋ ପାଖରେ ଯଥେଷ୍ଟ ସର୍ତ୍ତ ଅଛି, ମୋ ପାଖରେ ବହୁତ ଗୁଡେ ବିଷୟ ଗୁଡାକ ଅଛି ଯୀଶୁଙ୍କ ସେବା କରିବା ପାଇଁ। କିନ୍ତୁ ଯୀଶୁ ଖ୍ରୀଷ୍ଟ ମାର୍ଥା ସହିତ ଖୁସି ହେଇ ପାରୁନାହାନ୍ତି। ମରିୟମ ପାଖରେ କଣ ଥିଲା ସର୍ତ୍ତ ଯୋଉ ଦ୍ୱାରା କି ସେ ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣିଲା। ମରିୟମ ଜାଣିଥିଲା ମୋ ଦ୍ୱାରା ମୁଁ କେବେ ମଧ୍ୟ ଯୀଶୁଙ୍କୁ ସନ୍ତୁଷ୍ଟ କରିପାରିବି ନାହିଁ। ମୋର କୌଣସି ଏ ପ୍ରକାର ବିଷୟ ହିଁ ନାହିଁ ଯାହାକୁ ଧରିକି ମୁଁ ଯୀଶୁଙ୍କୁ ସେବା କରିପାରିବି। ମୋ ପାଇଁ ଜାଗା ହଉଛି ଯୀଶୁଙ୍କ ତଳେ ବସିକି, ଯୀଶୁଙ୍କର ପାଦ ତଳେ ବସିକି ବାକ୍ୟ ଶୁଣିବାଟା। ଏ ଦୀର୍ଘ 25 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ମତେ ଘମାଘୋଟ ଯୁଦ୍ଧ କରୁଛନ୍ତି। ଆଜି ସକାଳେ ପର୍ଯ୍ୟନ୍ତ ପ୍ରଭୁ ମତେ ଯୁଦ୍ଧ କରୁଛନ୍ତି ଗୋଟେ ବିଷୟ କରିବା ପାଇଁ, ତୁ ଖାଲି ବାକ୍ୟ ଶୁଣେ, ତୁ କେବଳ ବାକ୍ୟ ଶୁଣେ। 25 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ମତେ ଏଇଟା ଗୋଟେ କଥା କହୁଛନ୍ତି, ତୁ କେବଳ ବାକ୍ୟ ଶୁଣେ, ବାକ୍ୟକୁ ବିଶ୍ୱାସ କରେ, ତୋ ହୃଦୟରେ ବାକ୍ୟ ରଖେ। ଆଉ ଅନ୍ୟ କୌଣସି ବିଷୟ ମତେ ପ୍ରଭୁ କହୁନାହାନ୍ତି କରିବା, କେବଳ ବାକ୍ୟ ଶୁଣେ। କିନ୍ତୁ ଆମେ ନିଜକୁ ଯଦି ପରୀକ୍ଷା କରିବା ଭାଇ ଭଉଣୀ ମାନେ, ଆଜି ଆମମାନଙ୍କ ହୃଦୟରେ ଆମେ ଈଶ୍ୱରଙ୍କ ବାକ୍ୟକୁ କେତେ କେତେ ମାତ୍ରାରେ କୋଉ ସ୍ଥାନ ଦେଇଛୁ ଆଜି ଆମ ଜୀବନରେ। ଆମ ଜୀବନରେ ଆମର ହୃଦୟରେ ବାକ୍ୟକୁ ଆମେ ଅଧିକ ଥର ସ୍ଥାନ ଦେଇଛୁ ନା ଆମ ନିଜର ଚିନ୍ତାକୁ ଦେଇଅଛୁ। ଯଦି ଆମେ ନିଜର ହୃଦୟରେ ଈଶ୍ୱରଙ୍କ ବାକ୍ୟଠାରୁ ଚିନ୍ତା ଯଦି ଅଧିକ ଗୁରୁତ୍ୱପୂର୍ଣ୍ଣ ଦଉଛୁ, ତାହେଲେ ଆମେ ମଧ୍ୟ ଲୋଟ ପରି ଯନ୍ତ୍ରଣା ଭୋଗ କରିବା ପାଇଁ ବାଧ୍ୟ ହେବା। କିନ୍ତୁ ପ୍ରଭୁ ଆମକୁ ବେଶୀ ମୂଲ୍ୟବାନ ଭାବରେ କହିବାକୁ ଚାହୁଁଛନ୍ତି କଣ ବୋଲି, ଦେଖ ମୁଁ ତମକୁ ପାନ୍ଥଶାଳା ମାନେ ମଣ୍ଡଳୀର କର୍ତ୍ତା ପ୍ରଭୁ ଦାସଙ୍କ ହାତରେ ତମକୁ ଦେଇଛି, ତମେ ତାଙ୍କର ବଶୀଭୂତ ହୁଅ। ତମେ ତାଙ୍କର ବଶୀଭୂତ ହୁଅର ଅନ୍ୟ ଅର୍ଥ ହଉଛି ତମେ ତାଙ୍କ ମୁଖରୁ ମୁଁ କହିବାଟାର ବଶୀଭୂତ ହୁଅ, ତାଙ୍କର ଶରୀରର ବଶୀଭୂତ ହୁଅ ବୋଲି ପ୍ରଭୁ କହୁନାହାନ୍ତି। ମୋ ପାଖରେ ବାକ୍ୟକୁ ଛାଡିକି, ମଣ୍ଡଳୀର ହୃଦୟ ଛାଡିକି କଣ ଅଛି ମୋ ପାଖରେ? କିଛି ନାହିଁ। ମୋ ଠାରେ ଏମିତି କୌଣସି ବିଷୟ ହିଁ ନାହିଁ ଯାହା ଦ୍ୱାରା କି ମୁଁ ଦେଇପାରିବି କାହାକୁ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ପରମେଶ୍ୱର ଦାସମାନେ ଦଉଛନ୍ତି, ଆମେ ଶୁଣୁଛୁ, ଆପଣମାନଙ୍କୁ କହୁଛୁ। ଆଜି ସକାଳେ ମଧ୍ୟ ପ୍ରଭୁ ଦାସ ଆମମାନଙ୍କୁ ବେଶୀ ମୂଲ୍ୟବାନ ବାକ୍ୟ ଦେଇଛନ୍ତି। ତ ମୁଁ ରେକମେଣ୍ଡ କରିବାକୁ ଚାହୁଁଛି ଆପଣମାନେ ଆଉ ଥରେ ସେ ବାକ୍ୟକୁ ଶୁଣନ୍ତୁ। ପାଷ୍ଟରଙ୍କର ବାକ୍ୟ ବେଶୀ ଗଭୀର ଏବଂ ବେଶୀ ଗୁରୁତ୍ୱପୂର୍ଣ୍ଣ, ଆମ ଆତ୍ମିକ ଜୀବନ ପାଇଁ ବେଶୀ ଆବଶ୍ୟକର ବାକ୍ୟ ପ୍ରଭୁ ଆଜି ଆମକୁ ଦେଇଛନ୍ତି। ଆଜି ଆଗକୁ ଆମର ରିଟ୍ରିଟ୍ ଅଛି। ଏ ରିଟ୍ରିଟ୍ ରେ ଅନେକ ଗୁଡେ ଅଭାବ ଅଛି, ଅନେକ ଗୁଡେ ଅସୁବିଧା ଅଛି। କାହାର ଅନମ୍ୟୁଟ ଅଛି, ମ୍ୟୁଟ କରନ୍ତୁ ଭାଇ ଭଉଣୀ ମାନେ ଦୟାକରି। ତ ରିଟ୍ରିଟ୍ କୁ ସାମ୍ନା କରିବା ପାଇଁ ବଳ ନାହିଁ, ପଇସାର ଅଭାବ ଅଛି, ପ୍ରସ୍ତୁତର ବହୁତ ଆବଶ୍ୟକ ବିଷୟ ଗୁଡାକ ଅଛି, କିନ୍ତୁ ପ୍ରଭୁ ଆମକୁ ରିଟ୍ରିଟ୍ କୁ ନେବା ପାଇଁ ଖୁସି ଅଛନ୍ତି। ଗତକାଲି ମୁଁ ଗୋଟେ ଡିକନକୁ ଗାଳି କଲି। ସେ ମତେ କଣ କହୁଥିଲେ, ପାଷ୍ଟର ଆମ ପାଖରେ ପଇସା ନାହିଁ, ଆମେ ଯାଇପାରିବୁ କି ନାହିଁ। ମୁଁ କହିଲି ସେଇଟା ତ ମୁଁ ବି କହିବାକୁ ଚାହୁଁଛି, ମୋର ବି ପଇସା ନାହିଁ। କିନ୍ତୁ ପ୍ରଭୁଙ୍କର ହୃଦୟ କଣ? ପ୍ରଭୁଙ୍କର ହୃଦୟରେ ପ୍ରଭୁ କଣ ଚାହୁଁଛନ୍ତି? ଏଇଟା କଣ ଈଶ୍ୱରଙ୍କ ମନ? ଯୀଶୁ କହିଲେ ମୁଁ ଆପଣଙ୍କୁ କିଛି କରିପାରେ ନା କରିପାରେ ନାହିଁ ବୋଲି କହିଲେ। ଯୀଶୁ କହିଲେ ମୁଁ ଆପଣଙ୍କୁ କିଛି କରିପାରେ ନାହିଁ। ତାପରେ ଯୀଶୁ କହିଲେ କି
ସେଥିପାଇଁ ମୁଁ କ୍ରୁସରେ ଯିବି ନାହିଁ କହିକି ଯୀଶୁ କହିଲେ ଆପଣ ପ୍ରେରଣକର୍ତ୍ତା ଆମର ପିତାଙ୍କ ଠାରୁ ଆଉ ପ୍ରଭୁଙ୍କ ସହିତ ମୁଁ ସଂଯୁକ୍ତ ଅଛି। ପ୍ରଭୁଙ୍କ ଠାରୁ ମୁଁ ସବୁ ବିଷୟ କରିପାରୁଛି। ଆଜି ଆମର ମନ ଆଗ ଫିକ୍ସ କରିବା ଦରକାର। ପ୍ରଥମେ ପ୍ରଭୁଙ୍କର ସ୍ୱର ଶୁଣିବାର ମନ, ପ୍ରଭୁଙ୍କର ହୃଦୟ ଗ୍ରହଣ କରିକି ପ୍ରଭୁ ଏମିତି ଦିଟା ବିଷୟ କହିବୁ। ପ୍ରଭୁ ମୋ ପାଖରେ ପଇସା ନାହିଁ, ମୋ ପାଖରେ ଯିବା ପାଇଁ ପଇସା ନାହିଁ, କିନ୍ତୁ ଇଚ୍ଛା ଅଛି, ଜଗାଅ। କିନ୍ତୁ ହୃଦୟରେ ଇଚ୍ଛା ନାହିଁ ପ୍ରଭୁଙ୍କର ହୃଦୟ ଶୁଣିବା ପାଇଁ କି ବାକ୍ୟ ଶୁଣିବା ପାଇଁ ଇଚ୍ଛା ନାହିଁ। ମୋର ଭିତର ହୃଦୟରେ ଇଚ୍ଛା ନାହିଁ, ମୁଁ ପାଟିରେ କହୁଛି ପଇସା ନାହିଁ para ଯିବା ପାଇଁ। ଈଶ୍ୱରଙ୍କର ହୃଦୟ ଗ୍ରହଣ କରନ୍ତୁ ଭାଇ ଭଉଣୀ। ଆଉ ଯୋଉ ପ୍ରଭୁ ଦାସ ମାନେ ଆସୁଛନ୍ତି ଆମ ପାଇଁ, ସେ ଦାସ ମାନେ ହଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ବେଶୀ ମୂଲ୍ୟବାନ ଦାସ। ପ୍ରଭୁ ଦାସ ଯୋଉମାନେ ଆମର ଆତ୍ମାର ପ୍ରହରୀ କର୍ମ କରୁଛନ୍ତି। ଏଇ ଶେଷ ସମୟରେ ଆମମାନେ ଟଙ୍କା ସୁନା ରୂପା ସଂଗ୍ରହ କରିବା ପରିବର୍ତ୍ତେ ଆମର ହୃଦୟରେ ଅଦୃଶ୍ୟ ଧନ, ଯାହାକି ଈଶ୍ୱରଙ୍କ ବାକ୍ୟ, ଈଶ୍ୱରଙ୍କର ମନ, ଯୀଶୁ ଖ୍ରୀଷ୍ଟଙ୍କର ଆଦର୍ଶ, ଏ ସବୁ ବିଷୟ ଆମର ଜୀବନରେ ଆମ ହୃଦୟରେ ସଂଗ୍ରହ କରିବା ନିହାତି ଆବଶ୍ୟକ ଅଟେ। ନିଷ୍ପତ୍ତି ନିଅନ୍ତୁ ଆପଣ, ଏଟଲିଷ୍ଟ ସପ୍ତାହରେ ମୁଁ ରବିବାର ଦିନ ଆଉ ବୁଧବାର ଦିନ ଆରେ ମର୍ଣ୍ଣିଂ ସର୍ଭିସରେ ମୋ ଭିଡିଓ ଓପେନ କରିକି ବାକ୍ୟ ଶୁଣିବି। ପ୍ରଭୁ ମତେ ଏଇ ପ୍ରକାର ପରିସ୍ଥିତି ଦିଅ, ତମେ ଏଇ ପ୍ରକାର ପରିବେଶ ଦିଅ, ସବୁ କାମ ସରିକି ଯେପରି ମୋ ଜୁମରେ ପ୍ରଭୁଙ୍କ ସାମ୍ନାରେ ବସିଲା ପରେ ମୁଁ ବସିକି ଶୁଣିବି। ମୁଁ କେତେ ଦିନ ଭିଡିଓ ଅଫ୍ କରିକି ମୁଁ ବାକ୍ୟ ଶୁଣିବି। କେତେ ଦିନ ମୁଁ ପ୍ରଭୁଙ୍କ ସାମ୍ନାରେ ମୁଁ କାନ୍ଥ ସେପଟେ ବଇଲା ପରେ ବସିକି ଶୁଣିବି। ଆପଣ ପ୍ରସ୍ତୁତ ହୁଅନ୍ତୁ। ବୁଧବାର ଦିନ ଯଦି ଗିର୍ଜା ଅଛି, ବହୁତ ଗୁରୁତ୍ୱପୂର୍ଣ୍ଣ, ଆପଣ ସୁନ୍ଦର ଭାବରେ ବସିବେ ଆଉ ଭିଡିଓ ଓପେନ କରିକି ବାକ୍ୟକୁ ଧ୍ୟାନ କରିବେ। ଭିଡିଓ ଅଫ୍ କରିକି ବାକ୍ୟ ଶୁଣିବାର 10% ମଧ୍ୟ କାହା ଭିତରେ ପଶିବ ନାହିଁ। ଏଇଟା ମୁଁ ହଉଛି ମୋ ବିଷୟ। ଭିଡିଓ ଅନ୍ କରିକି ଯେ ପ୍ରଭୁଙ୍କ ବାକ୍ୟ ଗୁରୁତ୍ୱପୂର୍ଣ୍ଣ ଭାବରେ ଦେବ ଶୁଣିବା ପାଇଁ, ସେ ପ୍ରସ୍ତୁତ ହବ ଆଗରୁ। ଦେହ ଖରାପ ହେଇଥିଲେ ଅଲଗା କଥା, ଶରୀରର କଷ୍ଟ ଥିଲେ ଅଲଗା କଥା। ଜାଣି ଶୁଣିକି ଯୋଉ ଲୋକମାନେ ଜାଣି ଶୁଣିକି ଇଣ୍ଟେନସନାଲି ଭିଡିଓ ଅଫ୍ କରୁଛନ୍ତି, ସେମାନଙ୍କର